ତାହେଲେ ଆମମାନଙ୍କର ପିଲେ ସଂଜ୍ଞା ପ୍ରକରଣ ଆମେ ଯୋଉ ପଢୁଥିଲେ ସଂଜ୍ଞା ପ୍ରକରଣ ପିଲେ ସରିଯାଇଥିଲା ନାଇଁ କି ଯାହା ବି ଥିଲା ହେଲା। ତ ସଂଜ୍ଞା ପ୍ରକରଣ ପିଲା ମାନେ ବହୁତ ସାରା ସବରଣ ବିଚାର ହେଇଗଲା, ହଁ ଉଚ୍ଚାରଣ ସ୍ଥାନ ହେଇଗଲା, ଏସବୁ ପ୍ରସଙ୍ଗ ପିଲା ମାନେ ପଢିଥିଲେ ପିଲେ ସଂଜ୍ଞା ପ୍ରକରଣରେ। ବର୍ତ୍ତମାନ ସେଇଗୁଡାକ ପିଲେ କେଉଁଟାକୁ ପିଲା ଆପ୍ଲାଏ କରାଯିବ, ତ ସେ ସବୁ ଆମେ ମାନେ ସନ୍ଧିରେ ଦେଖିବା। ତେବେ ସନ୍ଧି ତ ପିଲା ମାନେ ପଢିବା, କାଳେ ତମମାନେ ପିଲେ ନର୍ମାଲି ତ ତମମାନେ ସନ୍ଧି ପିଲା ପଢିଛ, ଯୋଉମାନେ ପିଲେ ଏସଏସପି ଟିଜିଟି ପାଇଁ ପଢୁଛ ଅଥବା ନର୍ମାଲି ମଧ୍ୟ ପିଲେ ଆମ ମାନେ ସନ୍ଧି ସାଧାରଣତଃ ପିଲେ ଅଳ୍ପ ବହୁତ ଜାଣିଛେ ପିଲେ ହେଲା। କିନ୍ତୁ ତମମାନଙ୍କର ପରୀକ୍ଷାରେ ପିଲେ ଯୋଉ ପ୍ରଶ୍ନ ଆସୁନି, ମୁଁ ସେଥିପାଇଁ ପିଲେ ଏଇଟା ତମର ପ୍ରିଭିୟସ ଯୋଉ ଆମର ଓପିଏସ୍ ର ପିଲେ ଏବେ ଯୋଉ ପରୀକ୍ଷା ନେଥିଲା ତାର କେତେଟା ପ୍ରଶ୍ନ ଏଠି ଅଛି ପିଲେ ସନ୍ଧିର ହେଲା। ତ ସେଇଟା ଜଷ୍ଟ ମୁଁ ତମମାନଙ୍କୁ ପିଲେ ଦେଖିବା ପାଇଁ ଏଇଟା ରଖିଛି ହଁ, କି ସେଥିରେ ପିଲେ ପ୍ରଶ୍ନ ଆସୁଥିଲା କେମିତି ପିଲେ। ତ ପ୍ରଶ୍ନ ଆସୁଛି କେମିତି, ଆମକୁ ପିଲେ ପ୍ରିପେୟାର ହବାକୁ ପଡିବ କେମିତି ପିଲେ। ତମେ ଦେଖିପାରୁଥିବ ଏଠି ଦେଇଛି ପିଲେ କି ହରେ ପ୍ଲସ ଇହ ହେଲା ରୂପ ହଉଛି ପିଲେ ହର ଇହ ଇତ୍ୟତ୍ର ଆଦ ଗୁଣ ସୂତ୍ରମ୍ କଥମ ନ ପ୍ରବର୍ତ୍ତତେ। ବୁଝିପାରୁଛ ପିଲେ ସୂତ୍ର ମାନେ ଯୋଉ ଦେଇଛି ପିଲେ ସନ୍ଧି। ଯଦି ନର୍ମାଲି ତମମାନେ ପିଲେ ପଢିଥାନ୍ତା, ଯଦି ସେ ନର୍ମାଲି ପ୍ରଶ୍ନ ପିଲେ ଏସଏସପି ଟିଜିଟି ପାଇଁ କି ଏଲଟିଆର ପାଇଁ ଯଦି ମନେକର ସନ୍ଧିର ପ୍ରଶ୍ନ ହେଇଥାନ୍ତା, ସେ କେବେ ଏମିତି ପ୍ରଶ୍ନ ଆଣିନଥାନ୍ତା। ସେ ପଚାରିଥାନ୍ତା ହରେ ପ୍ଲସ ଇହ ଇତ୍ୟତ୍ର କିମ୍ ରୂପମ୍, ବୁଝିହଉଛି ପିଲେ, ବାସ୍ ଏତିକି ହିଁ ପଚାରିଥାନ୍ତା। କିନ୍ତୁ ବର୍ତ୍ତମାନ ଦେଖ ପିଲେ, ତମେ ଯଦି ଭିତରୁ ନ ପଢିଥିବ ୟାର ଉତ୍ତର ପିଲେ କେବେ ହେଲେ ଦେଇପାରିବ। ହରେ ପ୍ଲସ ଇହ ଯୋଉ ହର ଇହ ହଉଛି ଏଠି ଆଦ ଗୁଣ ସୂତ୍ର କଣ ପାଇଁ ପାଉନି। ଯଦି ଜଣେ ପିଲେ ଶାସ୍ତ୍ର ହିସାବରେ ପଢିନଥିବ ୟାର ଉତ୍ତର ପିଲେ କେବେ ଆସିପାରିବ ନର୍ମାଲି ସନ୍ଧିରେ? ନାଇଁ ସାର୍। ଆସିପାରିବନି ପିଲେ, ବୁଝିହଉଛି। ତ ୟାର ଉତ୍ତର ହଉଛି ପିଲେ ୟକାର ଲୋପସ୍ୟ ଅସିଦ୍ଧତ୍ଵ। ତ କାହିଁକି ୟକାର ଲୋପସ୍ୟ ଅସିଦ୍ଧତ୍ଵ କଣ ପାଇଁ ହେଲା, ତାକୁ ଯେତେବେଳେ ଆମେ ମାନେ ପଢିବା ପିଲେ ଠିକ ଅଛି, ଲଘୁ ସିଦ୍ଧାନ୍ତ କୌମୁଦୀରେ ଯେତେବେଳେ ସନ୍ଧି ପଢିବା ସେତେବେଳେ ତମ ମାନେ ବହୁତ ହିଁ ଭଲସେ ବୁଝିପାରିବ ପିଲେ। ହଁ ଆଉ ବାକି କିଛି ଜାଗାରେ ନର୍ମାଲି ବି ପ୍ରଶ୍ନ ଦେଇ ଦଉଛି ପିଲେ, ତଥାପି ସୂତ୍ର ପଚାରୁଛି ପିଲେ। ଦେଖ ଯେମିତି ଏଠି ଦେଇଛି ପିଲେ ପ୍ର ପ୍ଲସ ଏଜତେ ପ୍ରେଜତେ ଇତ୍ୟତ୍ର ସନ୍ଧି ବିଧାୟକମ୍ ସୂତ୍ରମ୍ କିମ୍। ତ ଏଇଟା ନର୍ମାଲ ତମମାନେ ଜାଣିଛ ପିଲେ କଣ ଏଙ୍ଗି, ପରରୂପ ସନ୍ଧି। ହଁ ପରରୂପ ସନ୍ଧି ଏଙ୍ଗି କିନ୍ତୁ ପରରୂପ। ଏଙ୍ଗି ପରରୂପମ୍। ସେମିତି ତାପର ସୂତ୍ରଟା ବି ପିଲେ ନର୍ମାଲି ଦେଇଛି ପିଲେ ତଦ ପ୍ଲସ ମାତ୍ରମ୍ ଇତ୍ୟତ୍ର ସନ୍ଧି କାର୍ଯ୍ୟମ୍ କେନ ଭବତି। ତ ତମେ ନର୍ମାଲି ପିଲେ ୟର ଅନୁନାସିକ ଅନୁନାସିକ ବା ବି ମଧ୍ୟ ଚୁଜ କରିଥାନ୍ତା, କିନ୍ତୁ ତଦ ପ୍ଲସ ମାତ୍ରମ୍ ପିଲେ ସେ ସୂତ୍ରରେ ହଉନି। କୋଉଥିରେ ହଉଛି ପ୍ରତ୍ୟୟ ଭାଷାୟାମ ନିତ୍ୟମ୍। ବୁଝି ହଉଛି ନା ନାଇଁ ପିଲେ। ତ ଏସବୁ ଜିନିଷ ଯେତେବେଳେ ପିଲା ମାନେ କୌଣସି ବିଷୟକୁ ପିଲେ ଶାସ୍ତ୍ରୀୟ ହିସାବରେ ପଢିବା, ତେବେ ଯାଇକିରି ପିଲା ଆମେ ଏସବୁ ପ୍ରଶ୍ନର ଉତ୍ତର ପିଲେ ଦେଇପାରିବା ପିଲେ। ତ ଇଏ ତ ଓପିଏସସି ପିଜିଟି ର ପିଲେ କୋଉ ପେପରରେ ପଚାରିଥିଲା, ଯୋଉ ଥାର୍ଡ ପେପରଟା ପିଲେ ମୁଁ କହୁଥିଲି ନା ଏଇଟା ପେପର 3 ଲେଖା ହେଇଥିବ ଏଠି ପେପର 3। ଆଉ ପେପର 2 ରେ ତ ଜମା ମାନେ ବ୍ୟାକରଣ ହିଁ ଜମା ପଚାରି ହିଁ ନାହିଁ ପିଲେ। ସେଥିରେ ଖାଲି ବେଦ ଆଉ ପିଲେ ଏଗୁଡାକ କୋଉଗୁଡାକ ନାଟକର ମାନେ ସଂସ୍କୃତ ବାଙ୍ଗ୍ମୟରୁ ଖାଲି ପଚାରିଥିଲା ପିଲେ ପେପର 2 ରେ, ବୁଝିହଉଛି। ପେପର 2 ରେ ବ୍ୟାକରଣ କି ଏଗୁଡା କିଛି ଜମା ପଚାରିନି ପିଲେ, କି ବ୍ୟାକରଣ ହଉ କି ମନୁସ୍ମୃତି ହଉ ଏଗୁଡା କିଛି ମଧ୍ୟ ପଚାରିନି ପିଲେ ହେଲା। ତ ଏଗୁଡାକ ମାନେ ଏଇଥିରୁ ପିଲେ ପଢିବା। ଯେମିତି ଆମେ ଯଦି ଏସଏସପି ପିଜିଟି ର ପିଲେ ସନ୍ଧି ପ୍ରଶ୍ନ ଦେଖିବା କିଛିଟା କଣ ଆସିଥିଲା, ତ ଆଉ ବି ଟିକେ ଆଇଡିଆ ପିଲେ ହେଇଯିବ। ତାପରେ ତ ପଢିବା ପିଲା ମାନେ ହେଲା। ଏଥିରେ ଦେଖିଲ ଏସଏସପି ପିଜିଟି ରେ ପିଲେ କଣ ସନ୍ଧି ପ୍ରଶ୍ନ ଆସିଥିଲା କି ପିଲେ, ହେଲା। ବୋଧେ ଏଥିରେ ଆସିନଥିଲା କିଛି କଣ ପିଲେ। ହଁ ଏଠି ଗୋଟେ ଗୋଟେ ଦେଇଥିଲା ଆଉ ଏତେ ଦେଖ ଏଥିରେ ନର୍ମାଲି ପ୍ରଶ୍ନ ପିଲେ ସେ ପଚାରୁଛି। ଏସଏସପି ପିଜିଟି ରେ ସେ ନର୍ମାଲି ପ୍ରଶ୍ନ ପଚାରୁଛି ନା ନାଇଁ। ସତ ପ୍ଲସ ଚିତ ରୂପ ପିଲେ କଣ ହେଇଯିବ ସଚିତ। ସଚିତ। ସତ୍ୟ। ହଁ ତ ଏଇ ଟାଇପ ର ପ୍ରଶ୍ନ ପିଲେ ଏସଏସପି ପିଜିଟି ରେ ଆସିଥାଏ। ବେଳେ ବେଳେ ଏମିତି ବି ପଚାରି ଦିଏ, ସୂତ୍ର ବି ମଧ୍ୟ ପଚାରି ଦିଏ ପିଲେ। ହଁ ଗଙ୍ଗୌ ଘ କେନ ସୂତ୍ରେଣ ସନ୍ଧି ଭବତି। ତ ଉତ୍ତର ହେଇଯିବ ପିଲେ ବୃଦ୍ଧିରେ ଅଛି। ବୃଦ୍ଧି ରେଚିରେ ପିଲେ ସନ୍ଧି ହଉଛି, ବୁଝି। ତ ଏସଏସପି ପିଜିଟି ରେ ପିଲେ ଏ ଟାଇପ ର ପ୍ରଶ୍ନ ମଧ୍ୟ ସୂତ୍ର ମଧ୍ୟ ସେ ପିଲେ ପଚାରିଥାଏ। ସେଥିପାଇଁ ମାନେ ସୂତ୍ର ସହ ହେଲା ତ ଥରେ ପିଲେ ପଢିଥିବା ଦରକାର ଆଟଲିଷ୍ଟ। ଆମ ମାନେ ନହେଲେ ପିଲେ ନର୍ମାଲି କଣ ଫରକ ତ ରହିଯିବ। ଯୋଉମାନେ ସାମାନ୍ୟ ଭାବରେ ପଢୁଛନ୍ତି ଆଉ ଆମମାନେ ପିଲେ ପିଜିଟି ପାଇଁ ପଢୁଛେ, ତ ତା ଭିତରେ କିଛି ତ ପିଲେ ଗୋଟେ ଫରକ ଥିବ ନା। ତ ସେଥିପାଇଁ ଆମକୁ ପିଲେ ସୂତ୍ର ସହ ବହୁତ ବଢିଆ ସେ ବୁଝି ବୁଝିକରି ପିଲେ ପଢିବ ହେଲା। ଯୋଉଠି ଯାହା ଅବୁଝା ରହିବ ସାଙ୍ଗେ ସାଙ୍ଗେ ପିଲେ ପଚାରିବ ମଧ୍ୟ। ଦେଖିଲ ଆଉ ଗୋଟେ ବର୍ଷ କାରଣ ଏସଏସପି ଯୋଉ ଦିଥର ହେଇଥିଲା, ଏଥିରେ କଣ ପ୍ରଶ୍ନ ଆସିଥିଲା କି ପିଲେ ଯୋଉ ଫାଷ୍ଟ ଥର ହେଇଥିଲା 23 ମସିହାରେ।
ଏଥିରେ କିଛି ଆସିନି କି ପିଲେ? ହଁ ଏଥିରେ ଦେଇଛି ପିଲେ, ଏଠି ଦେଖ ଗୋଟେ ପ୍ରଶ୍ନ ଦେଇଛି ପିଲେ ବାଗି ସହ। ହଁ ନର୍ମାଲି ପ୍ରଶ୍ନ ଦେଇଛି ପିଲେ ବାଗି ସହରେ ପିଲେ କଣ ସନ୍ଧି ବିଚ୍ଛେଦ ହେଇଯିବ? ବାକ୍ ଯୁକ୍ତକ ଇସହ। ବେଳେ ବେଳେ ପିଲେ ଦେଖ ଇଏ ବି ମଧ୍ୟ ଦେଖ ଏଠି ତମକୁ ପିଲେ ଇଏ ବି ଦେଖ ଭିତରୁ ପ୍ରଶ୍ନ ଇଏ ବି ପଚାରୁଛି ପିଲେ, ବୁଝି ହଉଛି? ଦେଖ କଣ ପଚାରୁଛି ପିଲେ, କହୁଛି ନଦ୍ୟମ୍ବୁ ଅତ୍ର ଇକାର ସ୍ଥାନେ ୟକାର କସ୍ମାତ୍ ଭବତି। ଇକାର ସ୍ଥାନରେ ୟକାର କାହିଁକି ହେଲା? ଯଥା ସଂଖ୍ୟା ନ୍ୟାୟରେ ନା ଗୁଣତଃ ଆନ୍ତର୍ୟାତ ନା ପ୍ରମାଣତଃ ଆନ୍ତର୍ୟାତ ନା ସ୍ଥାନତଃ ଆନ୍ତର୍ୟାତ। ତ ଉତ୍ତର ପିଲେ କଣ ହେଇଯିବ? ଗୁଣତଃ ଆନ୍ତର୍ୟାତ। ସ୍ଥାନତଃ ଆନ୍ତର୍ୟାତ। ବୁଝିହେଲା? ତ କାହିଁକି ହେଲା ପିଲେ, ଯେତେବେଳେ ଆଜି ଆମେ ମାନେ ପଢିବା ତ ଏଥିରେ ଏସଏସସି ପିଜିଟିରେ ବି ମଧ୍ୟ ଟିକେ ଟିକେ ଭିତରୁ ପିଲେ ପଚାରି ବି ଦଉଛି ପିଲେ, ହେଲା? ତ ସେଥିପାଇଁ ମୁଁ ତମମାନଙ୍କୁ ପିଲେ କହିଥିଲି କି ସନ୍ଧି ଆମ ମାନେ ଶାସ୍ତ୍ରୀୟ ଢଙ୍ଗରେ ହିଁ ପଢିବା, ସନ୍ଧି ଆମ ନର୍ମାଲି ପଢିବାନି। ଠିକ ଅଛି? ନର୍ମାଲି ପଢିଥିଲେ ତ ଗୋଟେ ଦି ଦିନରେ ସନ୍ଧି ପିଲେ ସରିଯିବ, କିଛି ଅସୁବିଧା ନାହିଁ। ଠିକ ଅଛି, ଚାଲ। ହଉ, ତ ବର୍ତ୍ତମାନ ପିଲା ମାନେ ମୁଖ୍ୟ ପ୍ରସଙ୍ଗ ଉପରକୁ ପିଲେ ଆସିବା। ତେବେ ସର୍ବପ୍ରଥମେ ଆମ ମାନେ ପଢିବା ପିଲେ ଅଥ ଅଚ ସନ୍ଧି। ହେଲା, ଏଇଠୁ ଆରମ୍ଭ ହଉଛି ପିଲେ କୋଉ ସନ୍ଧି? ଅଚ ସନ୍ଧି, ପ୍ରଥମ ସନ୍ଧି ପିଲେ। ହେଲା, ତ ଆରାମସେ ପିଲେ ଦେଖିବା ତ ସନ୍ଧିକୁ ପିଲେ ପାଣିନୀୟ ବ୍ୟାକରଣରେ କଣ କୁହାଯାଏ? ସଂହିତା। ସଂହିତା ବୋଲି କୁହାଯାଇଛି। ତେବେ ଏହି ସଂହିତାର ବ୍ୟାକରଣ ଶାସ୍ତ୍ରରେ ପିଲେ ଅନେକ ପ୍ରୟୋଜନ ରହିଛି। ଏହି ସଂହିତା ପିଲେ ଅନେକ କ୍ଷେତ୍ରରେ ନିତ୍ୟ ଆଉ କେତେକ କ୍ଷେତ୍ରରେ ଅନିତ୍ୟ ମଧ୍ୟ ଅଟେ। ନିତ୍ୟର ମାନେ ହଉଛି କି ସଂହିତା କରିବା ପାଇଁ ବାଧ୍ୟ, ମାନେ ସନ୍ଧି କରିବା ପାଇଁ ବାଧ୍ୟ ତମ ମାନେ, ସେଠି ସନ୍ଧି ନ କଲେ ଚଳିବ ହିଁ ନାହିଁ। ଆଉ କିଛି ଜାଗାରେ ସନ୍ଧି ପିଲେ ଅନିତ୍ୟ ବି ଅଟେ। ଅନିତ୍ୟର ମାନେ ହଉଛି ତମ ଇଚ୍ଛା, ତୁମର ଯଦି ଇଚ୍ଛା ହଉଛି ସନ୍ଧି କର, ନାଇଁ ଯଦି ଇଚ୍ଛା ହଉନି ସନ୍ଧି କର ବି ନାହିଁ, କିଛି ଅସୁବିଧା ନାହିଁ। ତେବେ ଯେଉଁଠାରେ ଅନିତ୍ୟ ସେଠାରେ ସଂହିତା କରିବା ନ କରିବା ବକ୍ତା ଉପରେ ନିର୍ଭର କରେ, ମାନେ ତୁମ ଉପରେ ନିର୍ଭର କରେ। ତୁମେ ସନ୍ଧି କରିବ କି କରିବନି ତୁମ ଉପରେ ନିର୍ଭର କରେ। ତେବେ ସନ୍ଧି ପିଲେ କେଉଁଠାରେ ନିତ୍ୟ ଆଉ କେଉଁଠାରେ ଅନିତ୍ୟ ସେଇ ବିଷୟରେ ପିଲେ କୁହାଯାଇଛି। କଣ କୁହାଯାଇଛି? କି ପିଲେ ସଂହିତା ଏକ ପଦେ ନିତ୍ୟା। ତ ଯେତେବେଳେ ତୁମେ ଏକ ପଦ କରୁଛ, ଯେତେବେଳେ ଦିଟା ପଦକୁ ମିଶେଇକିରି ପିଲେ ଗୋଟିଏ ପଦ କରୁଛ, ସେତେବେଳେ ପିଲେ ସନ୍ଧି କଣ ହବ? ପିଲେ କରିବା ପାଇଁ ବାଧ୍ୟ। ହଁ, ତୁମକୁ ସନ୍ଧି କରିବାକୁ ହିଁ ପଡିବ ପିଲେ। ଆଉ କଣ କହୁଛି ପିଲେ ନା ନିତ୍ୟା ଧାତୁ ଉପସର୍ଗୟୋଃ। ଯେତେବେଳେ ଧାତୁ ଆଉ ଉପସର୍ଗକୁ ପିଲେ ମିଶେଇକି ଲେଖୁଛ ସେତେବେଳେ ମଧ୍ୟ ତମକୁ ସନ୍ଧି କରିବା ପାଇଁ ବାଧ୍ୟ। ହେଲା, ବିନା ସନ୍ଧିରେ ତମେ ଲେଖିପାରିବ ନାହିଁ। ଆଉ କୋଉଠି ପିଲେ ନା ନିତ୍ୟା ସମାସେ। ପିଲେ ସମାସରେ ମଧ୍ୟ ସନ୍ଧି କଣ ଅଟେ? ନା ନିତ୍ୟ ଅଟେ ପିଲେ। ତ ସେଠି ମଧ୍ୟ ତମକୁ ସମାସରେ ପିଲେ ସନ୍ଧି କରିବାକୁ ହିଁ ପଡିବ ପିଲେ। ଆଉ ତାହେଲେ କୋଉଠି ଅନିତ୍ୟ? ନା ବାକ୍ୟେ ତୁ ସା ବିବକ୍ଷାମ ଅପେକ୍ଷତେ। ପିଲେ ବାକ୍ୟ ମାନେ ତୁମେ ତ ନର୍ମାଲି କୌଣସି ବାକ୍ୟ ଲେଖୁଛ ପିଲେ, ସେତେବେଳେ ତୁମକୁ ସନ୍ଧି କଲେ ବି ଚଳିବ, ସନ୍ଧି ନ କଲେ ବି ଚଳିବ। ହେଲା ପିଲେ, ବିବକ୍ଷାମ ଅପେକ୍ଷତେ। ବିବକ୍ଷାମ ର ମାନେ ହେଲା ବକ୍ତାର ଇଚ୍ଛା, ମାନେ ବକ୍ତୁମ ଇଚ୍ଛା ବିବକ୍ଷା। ବୁଝିଲା ପିଲେ? ତ ବକ୍ତାର ଇଚ୍ଛା ଉପରେ ନିର୍ଭର କରେ। ତ ସେ ଚାହିଁଲେ ସନ୍ଧି କରିବ, ନହେଲେ ସନ୍ଧି କରିବ ନାହିଁ। ତାହେଲେ ସନ୍ଧି ପିଲେ କୋଉଠି ଅନିତ୍ୟ ଯଦି ପଚାରିଲା ପିଲେ ସନ୍ଧି କୁତ୍ର ବିବକ୍ଷାମ ଅପେକ୍ଷତେ, ତାହେଲେ ଉତ୍ତର କଣ ହେଇଯିବ? ବାକ୍ये। ବାକ୍ये। ହେଲା, ତ ବାକ୍ये ସନ୍ଧି ବିବକ୍ଷାମ ଅପେକ୍ଷତେ। ତେବେ ଅର୍ଥାତ ସଂହିତା ଏକ ପଦ ସମୟରେ ଧାତୁ ଉପସ୍ରଗକୁ ଏକତ୍ର ଲେଖିବା ସମୟରେ ଆଉ ସମାସରେ ପିଲେ ନିତ୍ୟ କରାଯିବ। ଆଉ ବାକ୍ୟରେ ସଂହିତା ଅନିତ୍ୟ ଅଟେ। ବକ୍ତା ଯଦି ଚାହିଁବ ତେବେ ସଂହିତା କରିବ, ନହେଲେ ନାହିଁ। ତେବେ ସିଦ୍ଧାନ୍ତ କୌମୁଦି ହିସାବରେ ସିନା ସନ୍ଧି ପିଲେ ତିନି ପ୍ରକାର, କିନ୍ତୁ ସାଧାରଣତଃ ସନ୍ଧି ହଉଛି ପିଲେ କେତେ ପ୍ରକାର? ତିନି ପ୍ରକାର। ନାଇଁ ନାଇଁ, ପାଞ୍ଚ ପ୍ରକାର ହଉଛି ସିଦ୍ଧାନ୍ତ କୌମୁଦି ଅନୁସାରେ ପିଲେ, ସରି। ହେଲା, ସିଦ୍ଧାନ୍ତ କୌମୁଦି ଅନୁସାରେ ସନ୍ଧି ହଉଛି ପିଲେ କେତେ ପ୍ରକାର? ପାଞ୍ଚ ପ୍ରକାର। ହେଲା, ଆଉ ବାକି ସାଧାରଣତଃ ପିଲେ ପାଞ୍ଚ ପ୍ରକାର ନ ହେଇକି ଲଘୁ ସିଦ୍ଧାନ୍ତ କୌମୁଦିରେ ପିଲେ କେତେ ପ୍ରକାର ସନ୍ଧି ଦେଇଛି? ତିନି ପ୍ରକାର ସନ୍ଧି ପିଲେ। ହେଲା, ଅଚ ସନ୍ଧି, ହଲ ସନ୍ଧି, ବିସର୍ଗ ସନ୍ଧି। ବୁଝିହଉଛି ପିଲେ? ଆଉ ଯଦି ଯୋଉ ଏକ୍ସଟ୍ରା ଦିଟା ସନ୍ଧି ପିଲେ ଏଥିରେ କରିଛି, କୋଉଥିରେ? ସେଇଟା ଗୋଟେ କରିଛି ପିଲେ ପ୍ରକୃତି ଭାବ ସନ୍ଧି, ଗୋଟେ ଏକ୍ସଟ୍ରା କରିଛି। ବୁଝିଲା, ଯୋଉ ସିଦ୍ଧାନ୍ତ କୌମୁଦିରେ ପିଲେ। ଆଉ ଗୋଟେ ହଉଛି ପିଲେ କୋଉ ସନ୍ଧି? ସ୍ୱାଦୀ ସନ୍ଧି। ହେଲା, ସ୍ୱାଦୀ ସନ୍ଧି। ତ ଏଇ ହିସାବରେ ସିଏ ଏକ୍ସଟ୍ରା ପିଲେ ଦିଟା କରିକି ତାକୁ ପାଞ୍ଚ ପ୍ରକାର କରିଛି ନା, କିନ୍ତୁ ଏଥିରେ ପିଲେ ଲଘୁ ସିଦ୍ଧାନ୍ତ କୌମୁଦିରେ କେତେ ପ୍ରକାର ହେଇଛି?
ତିନି ପ୍ରକାର ହେଲା। ତ ସେ ତିନି ପ୍ରକାର। ପ୍ରକୃତି ଭାବ ସନ୍ଧି କୁ ପିଲେ ଅଚ ସନ୍ଧି ଭିତରେ ଇନକ୍ଲୁଡ କରିଦେଇଛି, ୟା ଭିତରେ ଆଡ କରିଦେଇଛି ଏଇଟାକୁ। ଆଉ ସ୍ୱାଦୀ ସନ୍ଧି କି ପିଲେ ବିସର୍ଗ ସନ୍ଧି ଭିତରେ ଆଡ କରିଦେଇଛି। ତ ସେଇ ହିସାବରେ ପିଲେ ତିନି ପ୍ରକାର ହେଇଯାଇଛି ଆଉ। ବୁଝିଗଲା ପିଲେ। ତେବେ ବର୍ତ୍ତମାନ ପିଲେ ଯୋଉ ଆମର ସଙ୍ଗୀତ ଏକ ପଦ ନୃତ୍ୟରେ ଲେଖା ହେଇଛି ଗୋଟେ ପଦ ସେଥିରେ ନୃତ୍ୟ ରହିବ ଏ ଆଉ। ହଁ, ଗୋଟେ ପଦ କଲା ବେଳେ ତୁମକୁ ସନ୍ଧି ନିତ୍ୟ ହିଁ ଲେଖି କରିବାକୁ ପଡିବ। ସେଠି ବିନା ସନ୍ଧିରେ ତୁମେ ଲେଖିପାରିବ ନାହିଁ। ଠିକ ଅଛି। ଆଜ୍ଞା। ଚାଲ ତ ବର୍ତ୍ତମାନ ପିଲା ଆମ ମାନଙ୍କର ପ୍ରଥମ ସୂତ୍ର ହଉଛି ପିଲେ ଇକୋ ଏଣଚି। ତ ଆରାମସେ ବୁଝିବା, ବଢିଆ ସେ ବୁଝିବା ପିଲେ, କିଛି ତରବର ହବାର ନାହିଁ ପିଲେ। ଠିକ ଅଛି। ଦେଖ ଏ ପ୍ରଥମ ସୂତ୍ର ପିଲେ କଣ ଅଛି? ଇକୋ ଏଣଚି। ତ ସେଥିପାଇଁ ଯଦି ତମମାନେ ପାରିବ ମଧ୍ୟ ପିଲେ ସୂତ୍ର ଗୁଡାକ ମଧ୍ୟ ପିଲେ ମନେ ରଖିଦବ ଟିକେ। ଠିକ ଅଛି, ବହୁତ ହିଁ କାମରେ ଆସିବ ତମର ଫ୍ୟୁଚରରେ ପିଲେ, ବହୁତ କାମରେ ଆସିବ। ତ ହଁ, ତ ସେଥିପାଇଁ ମନେ ରଖିଥିବ ପିଲେ। ମାନେ ଦେଖ ଏଗୁଡାକ ଯେତେବେଳେ ତମମାନେ କୌଣସି ଇଣ୍ଟରଭ୍ୟୁ କୁ ଯାଉଛ ପିଲେ, ମାନେ ଇଣ୍ଟରଭ୍ୟୁରେ ପିଲେ ସନ୍ଧି ଖାଲି ତମମାନେ କହିଦଉଥିବ ପିଲେ ବୃଦ୍ଧି ସନ୍ଧି, ଗୁଣ ସନ୍ଧି। ଠିକ ଅଛି, ଏତିକି କହିବା ଅପେକ୍ଷା ତୁମେ ଯଦି ପିଲେ ସୂତ୍ର କହୁଥିବ ନା, ତ ତାର ପିଲେ ଇମ୍ପାକ୍ଟ ପିଲେ ବେଶୀ ପଡିବ ଇଣ୍ଟରଭ୍ୟୁ ଉପରେ। ବୁଝିହଉଛି ତ? ସୂତ୍ର ସେଥିପାଇଁ ମନେ ରଖିଥିବା ଦରକାର ପିଲେ ହେଲା। ହଉ, ତେବେ ଇଏ ହଉଛି ପିଲେ ଇକୋ ଏଣଚି। ଆମେ ଏଇ ସୂତ୍ରକୁ ପିଲେ ୟଣ ସନ୍ଧି ବିଧାୟକ ସୂତ୍ର ବୋଲି କୁହାଯାଏ ପିଲେ। କୋଉ ସନ୍ଧି ବିଧାୟକ ସୂତ୍ର? ୟଣ ସନ୍ଧି। ବୁଝିହଉଛି ପିଲେ? ତ ପିଲେ ୟଣ ସନ୍ଧି ବିଧାୟକ ସୂତ୍ର ହଉଛି ପିଲେ ଇକୋ ଏଣଚି। ଏଇ ସୂତ୍ର ଦ୍ଵାରା ପିଲେ ୟଣ ସନ୍ଧି ହେଇଥାଏ। ତେବେ ଇକୋ ଏଣଚି ସୂତ୍ର ପିଲେ କଣ କହୁଛି ପିଲେ? ସେ କହୁଛି ଇକଃ ସ୍ଥାନେ ୟଣ ସ୍ୟାତ୍ ଅଛି ସଂହିତାୟାମ ବିଷୟେ। ଯେତେବେଳେ ତୁମେ ସଂହିତାର ପ୍ରସଙ୍ଗରେ, ମାନେ ଯେତେବେଳେ ତୁମେ ସନ୍ଧି କରୁଛ ପିଲେ, ସେ କହୁଛି ଅଚ ଯଦି ବିଦ୍ୟମାନ ଅଛି, ଅଚ ର ମାନେ ହଉଛି ପିଲେ କଣ? ସ୍ୱରବର୍ଣ୍ଣ। ସ୍ୱର ବର୍ଣ୍ଣ। ତ ବର୍ତ୍ତମାନ ପିଲେ ତଳେ ଲେଖିଦେଇଛି ମଧ୍ୟ ପିଲେ ମୁଁ, ଅଚ କହିଲେ ଏଇ ମାନେ ହଉଛନ୍ତି ପିଲେ ଅଚ। ଅଚ ଯଦି ରହୁଛି ତାହେଲେ ସେ କହୁଛି ଇ କି ସ୍ଥାନରେ ପିଲେ ୟଣ ଆଦେଶ ହୋଇଥାଏ। ତ ଇକ ର ମାନେ ହଉଛି ଇ ଉ ରୁ ରୁ, ଆଉ ୟଣ ର ମାନେ ହଉଛି ପିଲେ ୟ ୱ ର ଲ। ହେଲା। ତାହେଲେ ଇ କି ସ୍ଥାନରେ ପିଲେ ୟଣ ଆଦେଶ ହବ। ତ ବର୍ତ୍ତମାନ ଇଏ ତ ପିଲେ କହିଦେଲା। ବର୍ତ୍ତମାନ ପିଲା ଆମ ମାନେ ଆସିବା ପିଲେ ଉଦାହରଣ ଉପରକୁ। ତ ବର୍ତ୍ତମାନ ଦେଖିଲ ପିଲେ, ଉଦାହରଣ ଦେଇଛି ପିଲେ କଣ ନା, ସୁଧି ପ୍ଲସ ଉପାସ୍ୟ ହେଲା। ତେବେ ପିଲେ ସେ କହୁଛି ଏଠାରେ ସଂହିତା ନିତ୍ୟ ଅଟେ। ଏଠି ପିଲେ ସଂହିତା ନିତ୍ୟ ଏଥିପାଇଁ ଯେହେତୁ ସୁଧି ଆଉ ଉପାସ୍ୟ ପିଲେ ସମାସ ହେଇକିରି ଅଛି, ସେଥିପାଇଁ ସନ୍ଧି ପିଲେ ନିତ୍ୟ ଅଟେ। ଆମକୁ ସନ୍ଧି କରିବାକୁ ହିଁ ପଡିବ। ତ ସେଇ କଥା ଏଠି କହିଛି ପିଲେ, କାରଣ ଏଠାରେ ସୁଧି ଆଉ ଉପାସ୍ୟ ପଦର ସମାସ କରାଯାଇଛି। ସୁଧି ବି ଉପାସ୍ୟ ଏଇଭଳି ବିଗ୍ରହ ବାକ୍ୟ ଦ୍ଵାରା। ତେଣୁ ଏଠାରେ ସଂହିତାର ପ୍ରସଙ୍ଗ ଅଛି, ମାନେ ସନ୍ଧି ପିଲେ ଏଠି ହବ। ତେବେ ସେ କହୁଛି ବର୍ତ୍ତମାନ ଆମେ ଆଲୋଚନା କରିବା କି ଏହି ସଂହିତା ପ୍ରସଙ୍ଗରେ ଇକୋ ଏଣଚି ସୂତ୍ରଟା ପିଲେ ପ୍ରାପ୍ତ ହଉଛି କି ନାହିଁ। ଅର୍ଥାତ ସୁଧି ପ୍ଲସ ଉପାସ୍ୟରେ ପିଲେ ୟଣ ସନ୍ଧି ହେଇପାରିବ କି ହେଇପାରିବନି, ବର୍ତ୍ତମାନ ଆମେ ସେଇ ବିଷୟରେ ପିଲେ ଆଲୋଚନା କରିବା। ତ ବର୍ତ୍ତମାନ ଦେଖ ପିଲେ ସେଠି କେମିତି ଆଲୋଚନା କରିଛନ୍ତି ପିଲେ। ସେ ପ୍ରଥମେ ସୁଧି ଆଉ ଉପାସ୍ୟର ପିଲେ ସମ୍ପୂର୍ଣ୍ଣ ମାନେ କଣ ପିଲେ ବର୍ଣ୍ଣ ବିଚ୍ଛେଦ କରିଛନ୍ତି। ତ ସୁଧି କି ପିଲେ ଭାଙ୍ଗିଲେ କଣ ହେଇଯିବ? ସ ହଳାନ୍ତ ପ୍ଲସ ଉ ହେଲା। ତାପରେ ଧି କି ଭାଙ୍ଗିଲେ ପିଲେ ଧ ହଳାନ୍ତ ପ୍ଲସ ଦୀର୍ଘ ଇ। ତାପରେ ଉପାସ୍ୟ ପିଲେ ଉ ପ ହଳାନ୍ତ ଆ ଦନ୍ତ୍ୟ ସ ହଳାନ୍ତ ୟ ହଳାନ୍ତ ଅ। ଏଇଆ ତ ପିଲା ହବ ନା, ପୁରା ବର୍ଣ୍ଣ ବିଚ୍ଛେଦ କଲେ ଏଇଆ ହବ କି ନାଇଁ କୁହ? ଆଜ୍ଞା। ଏଇଆ ପିଲେ ହେଲା। ବର୍ତ୍ତମାନ ଦେଖ ସିଏ କହୁଛନ୍ତି ଏଠାରେ କ୍ରମଶଃ ତିନୋଟି ଇ କି ବର୍ଣ୍ଣ ଅଛି। ଦେଖ ଟୋଟାଲ ଭିତରେ ପିଲେ ତିନିଟା ଇ କି ବର୍ଣ୍ଣ ଅଛି। ତମେ କହିବ କୋଉଟା କୋଉଟା? ନା ଗୋଟେ ହେଇଗଲା ପିଲେ ସ ପରେ ଯୋଉ ଉ ଅଛି, ଆଉ ଗୋଟେ ହେଇଗଲା ପିଲେ ଧ ପରେ ଯୋଉ କଣ ଅଛି? ଦୀର୍ଘ ଇ ଅଛି। ଆଉ ଗୋଟେ କୋଉଠି ଅଛି ପିଲେ? ଦୀର୍ଘ ଇ ପରେ ଯୋଉଟା କଣ ଅଛି? ତାପରେ ଯୋଉ ପିଲେ ଉ ଅଛି। ତାହେଲେ ଏଠି ପିଲେ ତିନିଟା ଇ କି ବର୍ଣ୍ଣ ପିଲେ ଅଛି। ଆଉ ପ୍ରତିଟି ଇ କି ବର୍ଣ୍ଣ ପାଇଁ ପିଲେ ଗୋଟେ ଗୋଟେ ଅଚ ବର୍ଣ୍ଣ ମଧ୍ୟ ପିଲେ ଅଛନ୍ତି। କାହିଁକି ନା ଉପର ସୂତ୍ରରେ ସେ ଖାଲି କଣ କହିଦେଲା ପିଲେ କି ଯଦି ସ୍ୱର ବର୍ଣ୍ଣ ରହୁଛି ତାହେଲେ ଇ କି ସ୍ଥାନରେ ୟଣ ହବ। ସେ ଆମକୁ ସ୍ପଷ୍ଟ ଭାବରେ କହିନି କି ସ୍ୱର ବର୍ଣ୍ଣ କୋଉଠି ରହିଲେ କୋଉ ଇ କି ସ୍ଥାନରେ ୟଣ ହବ। ସେ ଖାଲି ଏତିକି କହିଦେଲା ପିଲେ କି ଯଦି ସ୍ୱର ବର୍ଣ୍ଣ ଅଛି ତାହେଲେ ଇ କି ସ୍ଥାନରେ କଣ ଆଦେଶ ହବ? ୟଣ ଆଦେଶ ହବ। ତ ସେଇ ହିସାବରେ ପିଲେ ଯଦି ପ୍ରଥମ ଉ କୁ ପିଲା ଆମେ ଇ କି ବୋଲି ଧରିବା, ତେବେ ୟା ପାଇଁ ସ୍ୱର ବର୍ଣ୍ଣ ହଉଛି ଏଇ ଯୋଉ ଦୀର୍ଘ ଇଟା ପିଲେ।
सेमती दीर्घ ई की जदि पिला हमें ई की बोली धरिबा ताले उ टा होची ता पई पिले स्वर वर्ण सेमती उ टा को जदि पिला हमें धरिबा को हिसाब रे ई की हिसाब रे तबे आ टा हे जिवो ता पई कोन स्वर वर्ण ना नहीं तो सेति पई कहूची पिले ताले हमें करबा को ई की स्थान रे स परे जो उ अछि ता स्थान रे करबा ना ध परे जो दीर्घ ई अछि ता परे करबा ना जो उ अछि ता स्थान रे करबा तो सेति पई से कहूची कि प्रथम उ पई अच वर्ण होची धकार उत्तरवर्ती इकार माने ध परे थिबा इकार आ द्वितीय ई की वर्ण दीर्घ ई पई अच वर्ण होची सकार उत्तरवर्ती उकार बुझौची तो सकार परे जो नहीं सकार उत्तरवर्ती हाँ दीटा ही परियो पिले सकार उत्तरवर्ती उकार आ इकार उत्तरवर्ती उकार काहे ना पिले ए दीर्घ ही पई पिले ये भी तो स्वर वर्ण ये भी तो स्वर वर्ण काहे ना सी त मु कहि नाही पिले पूर्व स्वर वर्ण की पर स्वर वर्ण बोली खाली कह जी स्वर वर्ण जदी विद्यमान अछि ताले ई की स्थान रे कोन हबो यण पिले हे जिवो यण आदेश पिले हे जिवो सॉरी सॉरी हला आउ सेमती तृतीय जो उ अछि पिले तबे उ पई स्वर वर्ण होची कोटा ना ए दीर्घ ईटा ओ ए आटा पिले सेति पई तृतीय ई की वर्ण उ पई अच वर्ण होची धकार परे थिबा दीर्घ इकार आउ पकार परे थिबा आकार तो सेति पई से कहूची तबे एठारे इको यणची सूत्र पिले प्राप्त हेउ अछि किंतु एठारे अनेक स्थान रे यण प्राप्त हेउची ताहाले हमें केउ ई की वर्ण स्थान रे पिले यण आदेश करिबा तो किछि ता पई पिले नियम हेइ पारु नथिला तो जेहेतु नियम हेइ पारु नथिला सेति पई तमन जानि थियो पिले कि अनियमे नियमकारिणी यासा परिभाषा तो जेते बेले पिले सूत्र द्वारा कोनसी नियम हेइ पारेनी सेते बेले पिले परिभाषा सूत्र पिले काम करे तो सेति पई पिले ता परवर्ती सूत्र पिले गोटे परिभाषा सूत्र पिले तो सेति पई कहउचंती कि एहार उत्तर रे भगवान पाणिनि अन्य एक सूत्र पिले निर्माण करिसंती कि तुमको को ई की स्थान रे पिले यण करबा को पड़िबो तो सेति पई कोन सूत्र पिले अछि तस्मिन् नीति निर्दिष्टे पूर्वस्य सूत्र होची पिले कोन तस्मिन् नीति निर्दिष्टे पूर्वस्य तस्मिन् नीति निर्दिष्टे पूर्वस्य तो वर्तमान पिले देख से कहूची कि सप्तम्यंत पद को निर्देश माने करा जाउथबा कार्य अन्य वर्णर व्यवधान न रहिले पूर्व वर्ण स्थान रे कार्य होई थाए तो एटा को भलसे बुझ पिले पिले आमानकर जो सूत्र थिला पिले इको यणची ना सूत्र पिले कोन थिला इको यणची पिले इको यणची रे पिले तीनटा पद थिला गोटे होची पिले इकह गोटे होची पिले यण गोटे होची पिले कोन अछि गोटे होची पिले अछि तबे सेठी कोन कहूची पिले ई की स्थान रे यण पिले केते बेले हबो तापे नियम कोन कहितला पिले कोन थिला हबो ई की स्थान रे यण हाँ अरे अरे ई की स्थान रे यण पिले हबो जदी पिले अच वर्ण थिबो अच माने होची स्वर वर्ण पिले ताले एठी पिले जो ई की स्थान रे यण होची ता पई निमित्त होची पिले अच जदी अच न रहिबो ना ई की स्थान रे यण पिले हबोनी तबे अच होची पिले निमित्त अच को निमित्त मानि करी ही पिले ई की स्थान रे यण होची आउ एई जो सूत्र भितरे पिले अच टा को विभक्ति रे अछि सप्तमी विभक्ति रे अरे पिले इको यण रे पिले अछि हमर को विभक्ति रे सप्तमी विभक्ति रे पिले अछि तेबे से जो तस्मिन् नीति निर्दिष्टे पूर्वस्य सूत्र कहउची पिले कि जदी कोनसी सप्तम्यंत पद को निमित्त मानि करी कोनसी कार्य होउची तेबे से कार्यटा पिले कोन केते बेले हबो ना जेते बेले से जो अच वर्ण आउ ई की वर्ण भितरे पिले कोनसी व्यवधान नथिबो ताहाले पूर्व वर्ण स्थान रे ही पिले हबो तेबे पिले को का स्थान रे हबो पूर्व स्थान रे पिले हबो तो वर्तमान पिले टिके देखिलो हमर जति पिले जो उ आउ दीर्घ की नबा जति पिला में तले मझरे पिले व्यवधान अछि ना नै धकार मझरे पिले धकार पळे आछि ताले ए उ जगह रे पिले हेई परिबो नाही सेमति का जदि हम ए उ कथा विचार करबा या स्थान रे जदि करबा ताले पिले उ आउ पिले आ भितरे पिले कोन अछि व्यवधान अछि तो सेति पई ए उ जगह रे भी हेई परिबो नाही ताले पिले केवल कहा जगह रे हेई परिबो ना धकार परे थिबा दीर्घ इकार काहे कि ना ए दीर्घ इकार आउ ए जो स्वर वर्ण पिले उकार यांक भितरे को व्यवधान अछि पिले व्यवधान किछि नाही पिले
तो तमे एमती प्रश्न करि परथांत जदि दीर्घ स्थान रे कल उ स्थान ताले करि दियो काहे कि ना उ पई जदि ई की स्वर वर्ण मानिबा ताल तो उ पई उ आ ई भीतर किछि व्यवधान नाही ले उ जगह रे भी हे परिबो किंतु हे परिबो नै से कोन कहिला पिले कि पूर्व स्थान रे हबो का स्थान रे हबो पूर्व स्थान रे तस्मिन् इति निर्दिष्टे पूर्वस्य तब पूर्व स्थान रे हबो ताले ए जो तस्मिन् इति निर्दिष्टे पूर्वस्य पिले तो ये सूत्र हिसाब रे पिले कोन होची ना एठारे धकार उत्तरवर्ती जो दीर्घ इकार इक वर्ण आ उपास्य रो जो आदि उकार होची अच वर्ण एणु एठारे पिले यणादेश रूपक कार्य धकार उत्तरवर्ती इकार स्थान रे हबो माने जो शुद्धि रे जो लास्ट को दीर्घ इकार पिले अछि सेही दीर्घ स्थान रे पिले हबो तो सेति पई पिले ये भी गोटे प्रकार पिले प्रश्न हेई पारे कि शुद्धि प्लस उपास्य इत्यत्र धकार उत्तरवर्ती इकार स्थान एव यणादेश हैला केन सूत्रेण विधीयते को सूत्र रे होची ताले पिले उत्तर कोन हे जिवो तस्मिन् नीति निर्दिष्ट पूर्वस्य एई सूत्र सहाय्य रे ही पिले हमर ई स्थान रे पिले यणादेश होची तो ई स्थान रे पिले यणादेश हेसना हे गला पिले किंतु वर्तमान ई स्थान रे पिले को यण रे पिले कोटा हबो ताकू भी तो पुणी देखिबा को पड़ियो तो सही कथा वर्तमान कहूची कि ता पूर्वरु से दीटा जिंस हमको जानिया दरकार पिले मन रखिथिबो पिले गोटे होची पिले स्थानी गोटे होची पिले कोन आदेश मन रखिथिबो पिले कहूची जहा स्थान रे आदेश आगम आदि कार्य करा जाय ताहा को पिले कोन कहा जाय स्थानी तो सही हिसाब रे पिले हमर टी स्थानी होची पिले धकार परे थिबा दीर्घ इकार होची पिले स्थानी आउ आदेश कोन ना स्थानी रा स्थान रे करा जाउतवा एपरि एक कार्य जहा पूर्वरु विद्यमान रहितिबा स्थानी को हटेई करी एक नूतन स्थानी सृष्टि करि थाए सेति पय आदेश को पिले कोन कहा जाय छि शत्रुवत आदेश आदेश होची एमिति एक जिंस जे कि पिले स्थानी को उठेई करी ता जगह रे आ गोटे वर्ण को आनी थोई दै थाए ये होची पिले आदेश तो सही हिसाब रे हला पिले ताले हमर एटी जो स्थानी ये हे गला पिले धकार परे थिबा पिले दीर्घ इकार होची पिले स्थानी तापर वर्तमान पिले जो आदेश आदेश होची पिले कोन यण अरे आदेश पिले हमर कोन यण पिले तो वर्तमान से कहूची देखो कि शुद्धि प्लस उपास्य एही स्थल रे आमे स्थानी के जानि परिले स्थानी होची धकार उत्तरवर्ती दीर्घ इकार हैला धकार उत्तरवर्ती दीर्घ इकार एटी टिके शास्त्रीय भाषा पिले प्रयोग हेछि तथापि तम माने कि कंफ्यूज होबन पिले बुझी पारुथु आराम से हैला धकार उत्तरवर्ती इकार मान होछि पिले धकार परे थिबा दीर्घ इकार हैला ये होछि स्थानी तबे सेही स्थानी स्थान रे आमे यणादेश रूपक कार्यटी को करबा किंतु एठारे गोटिए स्थानी आदेश होछि पिले केतेडा चारिटा तेबे एही चारोटी आदेश भितरु केउ आदेशटु को पिले एठारे करा जिवो एही समस्यार समाधान पय पिले भगवान पाणिनि आउ एक सूत्र पिले निर्माण करिसंती कोन से सूत्र पिले स्थाने अंतरतमः हैला तो सेति पय पिले जो चारोटी आदेश कहले से चारोटी आदेश कोन कोन यण प्रत्याहार जे जो जाउचंती य ब र आउ ल एई चारोटी अछि पिले आदेश तो सेई कथा वर्तमान कहूची पिले देखो बहुत बढ़िया से पिले बुझा कहूची प्रसंगे सति सदृशतमः आदेशः स्यात् कहूची आदेश आगमादि प्रसंग रे स्थानी र पिले अत्यंत सदृशतम हला खाली सदृश न पिले सदृशतम जे हेतिबो तार ही आदेश आगम पिले हेई थाए तेबे वर्ण मानकर सादृश्य सेमानकर काहाकू देखिकिरी मपा जाए आ वर्ण मानकर सादृश्य तो पिला कला गोरा हाँ कि डेंगा गेड़ा याकू तो देखिकिरी करा जाई परिबो नै ना नै तो वर्ण मानकर सादृश्य मापिबा पई हेले पिले चारोटी जिंस पिले अछि अर्थ स्थान प्रयत्न आ पिले कोन मात्रा हैला तो चारोटी जिंस द्वारा पिले सेमा वर्ण मानकर पिले कोन करा जाई थाए ना पिले सादृश्य देखा जाई थाए तेबे अर्थ अर्थ वर्ण मानकर तो जते शब्द थियो पिले सेते अर्थ थियो पिले तो एठी तो अर्थ कथा किछि हेई परिबो नै तेबे ता परडा पिले कोन अछि स्थान ना नै
ତ ସ୍ଥାନ ଦୃଷ୍ଟିରୁ ବର୍ତ୍ତମାନ ପିଲା ମାନେ ମାପିବା କି ଆମର ଦୀର୍ଘଇ ହଉଛି ପିଲେ ସ୍ଥାନୀ, ଆଦେଶ ହଉଛି ପିଲେ ୟ ବ ର ଲ। ତ ଦୀର୍ଘଇର ପିଲେ ଉଚ୍ଚାରଣ ସ୍ଥାନ କଣ? ଇକ୍ୱେସନ ତାଲୁ ତାଲୁ ପିଲେ। ତେବେ ୟର ଉଚ୍ଚାରଣ ସ୍ଥାନ ତାଳୁ ତାଳୁ ୟର ବି ଉଚ୍ଚାରଣ ସ୍ଥାନ ପିଲେ ତାଲୁ। ୱର ହଉଛି ଦନ୍ତୋଷ୍ଠ, ର ହଉଛି ପିଲେ କଣ ମୂର୍ଧା। ଆଉ ଲ ହଉଛି ପିଲେ ଦନ୍ତାହା ଦନ୍ତା। ତ ସେଥିପାଇଁ କିଏ ସେ ପିଲେ ସଦୃଶତମ ହଉଛି ଦୀର୍ଘଇ ପାଇଁ ପିଲେ ୟ ୟ ୟକାର ହଉଛି ପିଲେ ସଦୃଶତମ। ତାହେଲେ ୟକାର ଟା ପିଲେ କୋଉ ସାଦୃଶ୍ୟ? ତାନୁ ସ୍ଥାନ ସାଦୃଶ୍ୟ। ତେବେ ଇଏ ଯୋଉ ତମମାନଙ୍କର ଏସଏସପି ପିଜିଟି ରେ ପଚାରିଥିଲା ପିଲେ ପ୍ରଶ୍ନ କି ନଦ୍ୟମ୍ବୁ, ଏଠି ମଧ୍ୟ ଇ କାର ସ୍ଥାନରେ ୟକାର ହଉଛି କୋଉ ସ୍ଥାନ ମାନେ କୋଉ ଆନ୍ତର୍ଜ ମାନେ ସାଦୃଶ୍ୟ ପିଲେ କୋଉ ଆନ୍ତର୍ଜ ଦୃଷ୍ଟିରୁ ପିଲେ? ହଁ ତ ସ୍ଥାନତଃ ଆନ୍ତର୍ୟ ବୁଝଉଛି ପିଲେ। ନଦ୍ୟମ୍ବୁ ବି ତ ପିଲେ ୟଣ ସନ୍ଧି ହଉଛି ନା ହେଲା। ତ ସେଇ କଥା କହୁଛନ୍ତି ପିଲେ। ତେବେ ଏଠାରେ ଆମକୁ ଦୀର୍ଘଇର ଅତ୍ୟନ୍ତ ସଦୃଶତମ ଆଦେଶକୁ ବାଛିବାକୁ ପଡିବ। ତେବେ ୟଣ ବର୍ଣ୍ଣ ମାନଙ୍କ ମଧ୍ୟରେ ୟ ହିଁ ହଉଛି ଏକମାତ୍ର ଏପରି ଏକ ବର୍ଣ୍ଣ ଯାହାର ଇ କାର ସହିତ ଅତ୍ୟନ୍ତ ସଦୃଶତା ରହିଛି। ତେଣୁ ଏଠାରେ ଦୀର୍ଘଇ ସ୍ଥାନରେ ପିଲେ କଣ ଆଦେଶ ହେଇଯିବ? ୟର ପିଲା ଆଦେଶ ହେଇଯିବ। ଯେତେବେଳେ ୟର ପିଲା ଆଦେଶ ହେଇଯିବ ତ ଇ ସ୍ଥାନରେ ପିଲେ ୟ ହେଇଯିବ। ତାପରେ ମିଛେଦ ରୂପ ପିଲେ କଣ ହେଇଯିବ? ଶୁଦ୍ଧୁପାସ୍ୟ ହେଲା ପିଲେ। ତ ଇଏ ପିଲେ ଏତିକି ତ କାମ ପିଲେ ହେଇଗଲା, ଆଉ କିଛି ଅସୁବିଧା ପିଲେ ନାହିଁ ହେଲା। ତଥାପି ମଧ୍ୟ ପିଲେ ସେଇ ଯୋଉ ୟଣ ସନ୍ଧିକୁ ସିଏ ଆଉ ଟିକେ ପିଲେ ଆମର ଆକ୍ଚୁଆଲି ରୂପ ହେଇଗଲା ପିଲେ, ଏଇଠି ହିଁ ରୂପ ସରିଗଲା ପିଲେ ବୁଝାଉଛି। ତ ସେଥିପାଇଁ ଇକ ୟଣଚି ସୂତ୍ରକୁ ପିଲେ କାମ କରିବା ପାଇଁ ହେଲେ ଦିଟା ସୂତ୍ରର ପିଲେ ସାହାଯ୍ୟ ଆବଶ୍ୟକ। ଦିଟା ସୂତ୍ର ପିଲେ କୋଉଟା କୋଉଟା ହେଲା? ତସ୍ମିନ୍ ନୀତି ନିର୍ଦ୍ଦିଷ୍ଟ ପୂର୍ବସ୍ୟ ସ୍ଥାନେ ସ୍ଥାନୀୟ ସ୍ଥାନୀୟ ଅନ୍ତରତମ। ଏଇଟା ଦିଟା ସୂତ୍ରର ସାହାଯ୍ୟ ନେଇକରି ହିଁ ପିଲେ ଏକ ୟଣଚି ସୂତ୍ର ପିଲେ କାମ କରିବ ହେଲା। ତାପରେ ସେଇ ଯୋଉ ଶୁଦ୍ଧି ଉପାସ୍ୟ ପିଲେ ହେଲା ତାକୁ ସିଏ ଆଉ ଟିକେ ଘାଣ୍ଟିଛି ପିଲେ ଏଠି ହେଲା। ଆଉ ଟିକେ ସିଏ କିଛି ଷ୍ଟେପ ଆଗକୁ ନେଇଛି, ତଥାପି ଆମ ମାନେ ତାକୁ ଟିକେ ବୁଝି ଦେଇଥିବା ପିଲେ। ଦେଖ ସୂତ୍ର ସିଏ କହୁଛି ପିଲେ, ଗୋଟେ ସୂତ୍ର ଅଛି ପିଲେ ଅନଚିଚ। ଏ ସୂତ୍ର କୁହେ ପିଲେ କି ଅଚହ ପରସ୍ୟ ୟରହ ଦ୍ୱେ ବା ସ୍ତଃ ନ ତୁ ଅଛି। କହୁଛି ଅଚ ପରେ ଯଦି ୟର ପ୍ରତ୍ୟାହାର ବର୍ଣ୍ଣ ରହୁଛି, ୟର ପ୍ରତ୍ୟାହାର ବର୍ଣ୍ଣ ପିଲେ ଏଠି ଲେଖିଦେଇଛି ମଧ୍ୟ ମୁଁ ପିଲେ ତମାନଙ୍କର ଇଏ ପାଇଁ ଦୃଷ୍ଟିରୁ ପିଲେ ମୁଁ ଲେଖିଦେଇଛି ମଧ୍ୟ। ଯଦି ୟର ପ୍ରତ୍ୟାହାର ବର୍ଣ୍ଣ ରହୁଛି ତେବେ ତାର ବିକଳ୍ପରେ ପିଲେ କଣ ହବ? ଦ୍ୱିତ୍ୱ ହେଇଥାଏ ପିଲେ ହେଲା। ତାର ବିକଳ୍ପରେ ପିଲେ ଦ୍ୱିତ୍ୱ ହେଇଥାଏ, କିନ୍ତୁ ଅଚ ପରେ ରହିଲେ ପିଲେ ଦ୍ୱିତ୍ୱ ହେବ ନାହିଁ। ତ ସେଥିପାଇଁ ଉଦାହରଣ ପିଲେ ଦେଖିଲେ ସେ କହୁଛି ଯଦି କୌଣସି ସ୍ୱର ବର୍ଣ୍ଣ ପରେ ପିଲେ ୟର ପ୍ରତ୍ୟାହାର ବର୍ଣ୍ଣ ଥିବ, କୋଉ ପ୍ରତ୍ୟାହାର ବର୍ଣ୍ଣ ଥିବ ପିଲେ? ୟର ପ୍ରତ୍ୟାହାର ବର୍ଣ୍ଣ ଥିବ, ତେବେ ତାର ପିଲେ ଦ୍ୱିତ୍ୱ ହେଇଯିବ। ତ ସେଇ ଦୃଷ୍ଟିରୁ ପିଲେ ଏଠି ଦେଖ ସେ କହୁଛି ତେବେ ଆମେ ଯେଉଁ ଉଦାହରଣ ନେଇଥିଲେ ସେଠାରେ ଆମେ ଦେଖିବା ଏଇ ସୂତ୍ର ପିଲେ ପାଉଛି କି ନାହିଁ। ତ ୟାକୁ ପିଲା ମାନେ ଭାଙ୍ଗି ପାରିବା ସ ହଳାନ୍ତ ଉ ଧ ହଳାନ୍ତ ୟ ହଳାନ୍ତ ଉ। ତ ଏମିତି ହେଇକରି ପିଲେ ଭାଙ୍ଗିଦେଲେ। ସେ କହୁଛି ଏଠାରେ ସକାର ଉତ୍ତରବର୍ତ୍ତୀ ଉକାର ହଉଛି ଅଚ ବର୍ଣ୍ଣ, ଉଟା ହଉଛି ପିଲେ ସ୍ୱର ବର୍ଣ୍ଣ। ତାପରେ ଯୋଉ ପିଲେ ଧକାର ଅଛି, ଧକାର ହଉଛି ପିଲେ ୟର ପ୍ରତ୍ୟାହାର ବର୍ଣ୍ଣ। କୋଉ ପ୍ରତ୍ୟାହାର ବର୍ଣ୍ଣ ପିଲେ? ୟର ପ୍ରତ୍ୟାହାର ବର୍ଣ୍ଣ। ଆଉ ଧକାର ପରେ ମଧ୍ୟ ପିଲେ ସ୍ୱର ବର୍ଣ୍ଣ ନାହିଁ। ଧକାର ପରେ କଣ ସ୍ୱର ବର୍ଣ୍ଣ ଅଛି ପିଲେ? ଧକାର ପରେ କଣ ଅଛି? ୟକାର ଅଛି। ସେଥିପାଇଁ ସ୍ୱର ବର୍ଣ୍ଣ ନାହିଁ। ତେଣୁ ଏଠାରେ ସୂତ୍ରଟା ପିଲେ ପାଇଯାଉଛି। ସେଥିପାଇଁ ପିଲେ ଧର ଏଠି କଣ ହେଇଯିବ ନା ପିଲେ ଦ୍ୱିତ୍ୱ ହେଇଯିବ ହେଲା। କିନ୍ତୁ ବିକଳ୍ପରେ ଗୋଟେ ପକ୍ଷରେ ହବ, ଗୋଟେ ପକ୍ଷରେ ପିଲେ ହବ ନାହିଁ। ତେବେ ପିଲେ ଯୋଉ ପକ୍ଷରେ ଦ୍ୱିତ୍ୱ ହବ ସେ ପକ୍ଷରେ ପିଲେ ଧ ଲେଖା ହବ ଦିଥର ପିଲେ ସୁ ଧ ଧ ୟ ପ୍ଲସ ଉପାସ୍ୟ। ଆଉ ଯୋଉ ପକ୍ଷରେ ପିଲେ ଧର ଦ୍ୱିତ୍ୱ ହବନି ସେ ପକ୍ଷରେ କେବଳ କଣ ରହିବ? ସୁ ଧ ୟ ପ୍ଲସ ଉପାସ୍ୟ। ଏତିକି ପିଲେ ରହିବ। ତାପରେ ସେଥିରୁ ପିଲେ ନେକ୍ସଟ ପୁଣି ସୂତ୍ରରେ କହୁଛନ୍ତି କି ଝଲାମ ଜସ ଝସି। ସେ କହୁଛି ଝଲ ସ୍ଥାନରେ ଜସ ହେବ ପରେ ଯଦି ପିଲେ ଝସ ପ୍ରତ୍ୟାହାର ବର୍ଣ୍ଣ ଥିବ। ବୁଝି ପିଲେ ଝଲ ପ୍ରତ୍ୟାହାର ହଉଛି ପିଲେ ଏତକ ବର୍ଣ୍ଣ ଲେଖା ହେଇଛି ପିଲେ। ଆଉ ଜସ ପ୍ରତ୍ୟାହାର ଜ ବ ଗଡ ଦ। ଆଉ ଝସ ପ୍ରତ୍ୟାହାର ପିଲେ ବର୍ଣ୍ଣ ହଉଛନ୍ତି ପିଲେ ଏଇଗୁଡାକ। ତାହେଲେ ସେ କଣ କହୁଛନ୍ତି ପିଲେ କି ଝଲ ପ୍ରତ୍ୟାହାର ବର୍ଣ୍ଣ ସ୍ଥାନରେ ପିଲେ ଜସ ପ୍ରତ୍ୟାହାର ବର୍ଣ୍ଣ ଆଦେଶ ହବ ଯଦି ପରେ ପିଲେ କଣ ଥିବ? ଝସ ପ୍ରତ୍ୟାହାର ବର୍ଣ୍ଣ ଥିବ।
तो आम देखा आमर नियम पिले आमर एठी पाई पारुछ ना नहीं तो ताकू देख से स्पष्ट करूछंती कि एठी जो पिले प्रथम धकार अछि ये होची झल प्रत्याहार वर्ण द्वितीय धकार होची पिले झस प्रत्याहार वर्ण हैला तेबे एठारे पिले झल पर झस अछि सेति पई ए जो ध स्थान रे पिले कोन आदेश होई जिवो ज जस होई जिवो तेबे जस रे मध्ये पिले पांचटी वर्ण अछन पिले ज ब ग ड आउ पिले कोन द द पिले तेबे एई पांचटी भितरु काहा को आदेश करिवा ना जे पिले अत्यंत सदृशतम हेतिबो तले काहा को आदेश करिया पिले तो द ही हेई परियो केवल पिले काहे कि ना द होची पिले गोटिए वर्गर वर्ण अरे ध स्थान रे पिले की हेई परियो केवल द ही हेई परियो काहे कि ना उभयकर उच्चारण स्थान पिले समान हैला तेबे एठारे स्थानित गोटाए किंतु आदेश पांचटी तेबे हमें सेही पांचटी आदेश भितरु काहा को आदेश करिवा यार उत्तर रे पिले हम जो पूर्वरु पढिथिले स्थाने अंतरतम ए सूत्र को पिले लगेई परिबा तेबे स्थाने रे अत्यंत सदृशतम होची पिले दकार एणु आमे पूर्व धकार स्थान रे पिले कोन आदेश करिवा दकार पिले आदेश करिवा ताले पिले सु द ध य प्लस उपास्य पिले ए भले पिले रूप हेई गला जेतेबे रूप हेई गला पिले तो एठी कोन हेची ना एठी गोटे सूत्र पिले आसीची पिले संयोगांतस्य लोप हैला तो एकु मध्य टिके भलसे बुझी थाओ पिले संयोगांतस्य लोपः से कहूची कि संयोगांतम यत पदम तदंतस्य लोपः स्यात् कहूची पिले जेउ पदर अंतरे पिले संयोग रही थाए ताहार लोप होई थाए वर्तमान देखिलो पिले सु द ध य ये होची गोटे पद पिले बुझौची पिले तो तममान को पिले से जो पूर्व क्लास रे पिले संयोग विषय मु पढिथिली पिले जते बेले व्यंजन वर्ण माने पिले एकाटी थिबे सेमानक मझिरे पिले कोन आसु नथिबो स्वर वर्ण आसु नथिबो स्वर वर्ण आसु नथिबो तो सेते बेले से ग्रुप टा को पिले कहा जाय कोन संयोग तो सही हिसाब रे प्लेटी देखो द ध य ए तीनटा जगह केवल व्यंजन वर्ण पिले अंक मझिरे किछि स्वर वर्ण आसुची नहीं स्वर वर्ण पिले किछि आसुनी ताले ए जो द ध य पिले केवल ए ग्रुप टार पिले हे जीव की संज्ञा ना संयोग संज्ञा किंतु एठी से कहूची कि संयोग जहार अंतरे थिबो हैला संयोग जहार अंतरे थिबो ताकू कहा जियो पिले संयोगांत आ तार पिले लोप होई जाय ताले एठी संयोगटा पिले कहार अंतरे अछि हर्षो नाही पिले जेमति कि देखो पिले मोल तममान को पचारि पिले ना एटा ए उदाहरण बुझ तापर तम माने कहि पारे पिले राम शब्द को पिले हमें को कारांत शब्द बोली कहू अकारांत शब्द बोली कहू काहे कि पिले अकारांत शब्द बोली कहू मोर लास्ट अछि म हलंत जेहेतु राम शब्द र पिले अंतिम रे अछि कोन अकारांत सेति पय राम होची अकारांत सेमति एठी पिले सु द ध य नाने सु द ध य तले एठी पिले संयोग होची द ध य आउ संयोगांत पिले केस ए संयोगटा कहार अंतर अछि तले तुम माने कोन कहियो पिले उ कारण संयोगटा पिले टोटल र अंतर अछि सु द ध य र अंतर अछि अरे बुझ पाइलो कि नै जेमति राम रे पिले अकार अंतर अछि तो किंतु टोटल रामटा को पिले कोन कह जाउ जे को कारांत बोली अकारांत सेमति द ध य होची संयोग किंतु सु द ध य होची पिले संयोगांत सु द ध य टा पिले कोन हे जिवो संयोगांत बुझौची पिले तो सेति पय कहला पिले कि जेउ पदर अंतरे पिले संयोग रही थाए तार लोप होई जाय ए सूत्र पिले कहला एती कथा पिले ए सूत्रर अर्थ बुझेला तो वर्तमान पिले जो आसिला पिले तले एठी तो पूरा सु द ध य पिले ये टोटल जे लोप होई जिवो तले आ रहिला पिले कोन किस्ता काम होई परिबोनी खाली उपास रही जिवो सु द ध य तो कोन चाली हि जिवो तो सेति पय पिले ता पय गोटे नियम पिले बनिया गला कोन से नियम पिले करा गला ना अलो अंत्यस्य हैला अलो अंत्यस्य कहूची पिले कि षष्ठी निर्दिष्टस्य अंत्यस्य अलह आदेशः स्यात् से कहूची षष्ठी विभक्त्यंत पद द्वारा जेउ काम करा जाई थाए से कहूची स्थानीर केवल अंतिम वर्ण ठारे ही कार्य होई थाए तो बुझ पिले भलो से कहूची तुमको जो जगह रे मध्य षष्ठी विभक्त्यंत पद द्वारा किछि कथा कुहा जाईथिबो
ଷଷ୍ଠୀ ବିଭକ୍ତାନ୍ତ ପଦ ଦ୍ୱାରା କିଛି କଥା କୁହାଯାଇଥିବ ତେବେ ସେ କହୁଛି କି ଷଷ୍ଠୀ ବିଭକ୍ତାନ୍ତ ଦ୍ୱାରା ଯୋଉ କଥା କୁହାଯାଇଥିବ ସେ କଥାଟା ନା କେବଳ ପିଲେ ଅନ୍ତିମ ବର୍ଣ୍ଣ ସ୍ଥାନରେ ହବ। କେବଳ ପିଲେ କାହା ସ୍ଥାନରେ ହବ? ଅନ୍ତିମ ବର୍ଣ୍ଣ ସ୍ଥାନରେ ହବ। अंतिम वर्ण ଦେଖ ମୁଁ ତମକୁ ବୁଝେଇ ଦଉଛି ପିଲେ। ଆମର ଏଇ ଯୋଉ ସଂୟୋଗାନ୍ତସ୍ୟ ଲୋପରେ ପିଲେ ଦିଟା ପଦ ଅଛି। ଗୋଟେ ହଉଛି ପିଲେ ସଂୟୋଗାନ୍ତସ୍ୟ, ଗୋଟେ ହଉଛି ପିଲେ କଣ ଲୋପ। लोप ତାହେଲେ ଏଠି ଏଇ ଯୋଉ ପଦରେ ପିଲେ ସଂୟୋଗାନ୍ତସ୍ୟ ଟା କୋଉ ବିଭକ୍ତିରେ ଅଛି ପିଲେ? ଷଷ୍ଠୀ ବିଭକ୍ତିରେ ଅଛି। ତେବେ ସେ କହିଲା ପିଲେ ସଂୟୋଗାନ୍ତସ୍ୟ ର ପିଲେ ଲୋପ ହେଇଯିବ ବୋଲି। ତାହେଲେ ସେ କହୁଛି ଲୋପଟା ନା ସଂୟୋଗାନ୍ତସ୍ୟ ଯେହେତୁ ଷଷ୍ଠୀରେ ଅଛି ତେବେ ସମ୍ପୂର୍ଣ୍ଣ ଜାଗାରେ ହବନି, କେବଳ ପିଲେ କାହା ଜାଗାରେ ହବ? ଅନ୍ତିମ ବର୍ଣ୍ଣ ସ୍ଥାନରେ ହବ। ତ ସେଥିପାଇଁ ପିଲେ ସୁ ଦ ଧ ୟ ଟୋଟାଲ ଲୋପ ହବନି। ୟାଙ୍କ ଭିତରେ ଯୋଉ ଅନ୍ତିମ ବର୍ଣ୍ଣ କେବଳ ତାର ଲୋପ ହବ। ତାହେଲେ ଅନ୍ତିମ ବର୍ଣ୍ଣ ପିଲେ କିଏ ସେ? ସୁ ଦ ଧ ୟ ରେ ପିଲେ ୟ ପିଲେ। ତାହେଲେ ତାହେଲେ ଏଠି ଲୋପ ପିଲେ କାହାର ପ୍ରାପ୍ତ ହେଲା? ୟକାର ପିଲେ ଲୋପ ପ୍ରାପ୍ତ ହେଲା। ତାହେଲେ ୟକାର ବି ଯଦି ଲୋପ ହେଇଯାଉଛି ତାହେଲେ ବି ତ ପିଲେ ରୂପ ହେଇପାରିବନି, ପ୍ରୋବ୍ଲେମ ହବ। ଆରେ ପ୍ରୋବ୍ଲେମ ହବ କି ନାଇଁ ପିଲେ? ହେଲା। ତ ସେଥିପାଇଁ କହିଲା ପିଲେ ଏଠି କେବଳ ୟକାର ହିଁ ଲୋପ ପ୍ରାପ୍ତ ହଉଛି। କାହିଁକି ନା ଷଷ୍ଠୀ ବିଭକ୍ତାନ୍ତ ପଦ ଦ୍ୱାରା ଯୋଉ କାମ କୁହାଯାଇଥାଏ କରାଯିବ ସେ କାମଟା ନା ପିଲେ କେବଳ ଅନ୍ତିମ ସ୍ଥାନରେ ହବ। ସେଇ ନିୟମ ହିସାବରେ ପିଲେ ୟକାର ଜାଗାରେ ହିଁ ଲୋପ ପ୍ରାପ୍ତ ହଉଛି। ତ ଲୋପ ହେଇଗଲେ ଅସୁବିଧା ହବ। ଆଉ ପାଣିନି ମଧ୍ୟ ଆଉ କିଛି ବି କହିନାହାନ୍ତି କି ତା ପାଇଁ ତାକୁ କାଟିବା ପାଇଁ କିଛି ଆଉ ନିୟମ ହିଁ ବନେଇ ନାହାନ୍ତି। ସେଥିପାଇଁ ବାଧ୍ୟ ହେଇକିରି ପିଲେ ବର ଋଷି ବା କାତ୍ୟାୟନଙ୍କୁ ପିଲେ ବାର୍ତ୍ତିକ ଲେଖିବାକୁ ପଇଲା। ହେଲା। ସେଥିପାଇଁ ସେ ବାର୍ତ୍ତିକ ପିଲେ କଣ ଲେଖିଲେ? ୟଣଃ ପ୍ରତିଷେଧୋ ବାଚ୍ୟଃ। ନହେଲେ ପିଲେ ପାଣିନିଙ୍କ ନିୟମ ହିସାବରେ ଯଦି ଯାଇଥାନ୍ତେ ତାହେଲେ ପିଲେ କେବେ ହେଲେ ମଧ୍ୟ ଆମର ଶୁଦ୍ଧି ଉପାସ ରୂପ ହେଇ ହିଁ ପାରିନଥାନ୍ତା। ପାଣିନିଙ୍କ ନିୟମ ହିସାବରେ ସବୁ ଲୋପ ହେଇକି କଟି ଯାଇଥାନ୍ତା। ହେଲା। ତ ସେଥିପାଇଁ ପିଲେ ନିୟମ ପିଲେ କିଏ ବନେଇଲେ? ବର ଋଷି ବା କାତ୍ୟାୟନ ପିଲେ ବାର୍ତ୍ତିକ ବନେଇଲେ କି ୟଣଃ ପ୍ରତିଷେଧୋ ବାଚ୍ୟଃ। ଦେଖ ସେ କହୁଛନ୍ତି ସଂୟୋଗାନ୍ତ ପଦର ଯଦି ଅନ୍ତିମ ବର୍ଣ୍ଣ ୟଣ ହେଇଥାଏ ତେବେ ତାର କଣ କରାଯିବନି? ଲୋପ କରାଯିବ ନାହିଁ। ତାହେଲେ ଆମର ଏଠି ସଂୟୋଗାନ୍ତର ପିଲେ ଅନ୍ତିମ ବର୍ଣ୍ଣ ହଉଛି ୟକାର। ୟକାର ଟା ପିଲେ ୟଣ ପ୍ରତ୍ୟାହାର ଯାଉଛି ନା ନାଇଁ? ତ ସେଥିପାଇଁ ଏହି ବାର୍ତ୍ତିକ ଦ୍ଵାରା ଏହା ସ୍ପଷ୍ଟ କରାଗଲା ଯେ ଏଠାରେ ଅନ୍ତିମ ୟକାର ପିଲେ ଲୋପ ହେବ ନାହିଁ। ଏହିପରି ଭାବେ ଆମର ରୂପ ପିଲେ ଦିଟା ହେଲା। ଗୋଟେ ହେଲା ଶୁଦ୍ଧି ଉପାସ୍ୟ ଦ ଧ ରହିବ, ଆଉ ଗୋଟେ ପିଲେ କେବଳ ଶୁଦ୍ଧି ଉପାସ୍ୟ ହେଲା। ତେବେ ଏତିକି ପିଲେ ସବୁ ନିୟମ ହେଇକିରି ପିଲେ ହେଲା। ତଥାପି ତମମାନେ ଏଗୁଡାକ ଦେଖିଥାଅ ପିଲେ, କାହିଁକି ନା ବେଳେ ବେଳେ ସେ ଯୋଉ ଅନଚିଚ ବୁଝଉଛି ଏଗୁଡାକ ଏଇ ସୂତ୍ର ଗୁଡାକ ମଧ୍ୟ ପଚାରି ଦେଇଥାଏ ପିଲେ, ବୁଝଉଛି ନା ନାଇଁ? ତ ସେଥିପାଇଁ ତମମାନେ ଏଗୁଡାକ ଜାଣିଥାଅ ପିଲେ, ବୁଝଉଛି। ତାହେଲେ ଶୁଦ୍ଧି ପ୍ଲସ ଉପାସ୍ୟ ପିଲେ ଶୁଦ୍ଧି ଉପାସ୍ୟ। ସେମିତି ପିଲେ ମଧୁ ପ୍ଲସ ଅରି, ଏଇ ଯୋଉ ଶାସ୍ତ୍ରୀୟ ଉଦାହରଣ ଗୁଡାକ ପିଲେ କଣ ରୂପ ହେଇଯିବ? ମଧୁ ପ୍ଲସ ଅରି ମଧ୍ୱରି ବା ମଧ୍ୱରି ଦିଟା ରୂପ ପିଲା ହବ। ଦ ଧ ପିଲା ହବ, ଏଠି ବି ଧ ଅଛି ନା। ଆଉ ସେମିତି ଧାତୃ ପ୍ଲସ ଅଂଶଃ ଧାତ୍ରାଂଶ ଧାତ୍ରାଂଶ, ମାନେ ତ ଟା ପିଲେ ଡବଲ ତ ବି ହବ ଆଉ ଗୋଟେ ପକ୍ଷରେ ପିଲେ ସିଙ୍ଗିଲି ତ ବି ହବ। ତ ଡବଲ ତ ହେଲେ ପିଲେ ଧାତ୍ରାଂଶ, ଆଉ ସିଙ୍ଗିଲ ତ ହେଲେ ପିଲେ ଏମିତି ଲେଖିବ ଆଉ ଧାତ୍ରାଂଶ। ଆଉ ଗୋଟେ ଉଦାହରଣ ଏଗୁଡାକ ଟିକେ ବୁଝେଇ ଉଁ ମଧ୍ୟରେ ଧାତ୍ରାଂଶ ଏସବୁ ଟିକେ କଣ ବୁଝେଇଲେ ଭଲ। ଯେମିତି କି ଶୁଦ୍ଧି ପାଶ ବୁଝେଇଲେ। ହଁ ସେମିତି ତ ପିଲେ ରୂପ ହଉଛି ଆଉ। ଯେମିତି ଶୁଦ୍ଧି ଉପାସ ହେଲାନି ପିଲେ, ଦେଖ ମୁଁ କହିଦଉଛି ପିଲେ, ଏଠି ବି ଠିକ ସେମିତି ହିଁ ପିଲେ ମଧୁ ପ୍ଲସ ଅରି ଥିଲା ପିଲେ, ନା ନାଇଁ ମଧୁ ପ୍ଲସ ଅରି ଥିଲା। ଏଠି ବି ପିଲେ ସବୁ ସେ ନିୟମ ହିସାବରେ ଧର ପରେ ଯୋଉ ହର୍ଷ ଅଛି ହର୍ଷ ସ୍ଥାନରେ କଣ ଆଦେଶ ହେଇଯିବ? ଓ ଆଦେଶ ହେଇଯିବ। ସେଇ ନିୟମ ହିସାବରେ, କୋଉ ନିୟମ ହିସାବରେ ପିଲେ? ସ୍ଥାନେ ଅନ୍ତରତମ ହେଲା, ତ ହେଇଯିବ। ତାପରେ ଅନଚିତରେ ପିଲେ ଯୋଉ ଧ ଅଛି ପିଲେ, ଏ ଧ ଟା ମଧ୍ୟ ଦ୍ୱିତ୍ୱ ହେଇଯିବ ପିଲେ, ବୁଝି ଅନଚିତ ସୂତ୍ର ହିସାବରେ। ହଁ, ତାପରେ ଏଟା ଦ୍ୱିତ୍ୱ ହେଇଯିବ ମ ଧ ଧ ୱ ହେଇଯିବ। ହଁ, ବିକଳ୍ପରେ ହବ, ଗୋଟେ ପକ୍ଷରେ ହବ ଗୋଟେ ପକ୍ଷରେ ହବନି। ଏଠି ତ ଗୋଟେ ରୂପ ଅଲରେଡି ହେଇଗଲା ପିଲେ ମଧ୍ୱରି। ଯୋଉ ପକ୍ଷରେ ଦ୍ୱିତ୍ୱ ହବ ସେଠି ପିଲେ ଧ ଧ ହେଇଯିବ। ତାପରେ ପୁଣି ଝଲାମ ଜଷ୍ଟ ଝସିରେ ପିଲେ ପୂର୍ବ ଧର କଣ ହେଇଯିବ? ଦକାର ହେଇଯିବ। ଯେତେବେଳେ ଦକାର ହେଇଯିବ ରୂପ ହେଇଯିବ ପିଲେ ଏଇଭଳିଆ ମଧ୍ୱରି ହେଲା। ଏଠି ବି ସେମିତି ପିଲେ ସଂୟୋଗାନ୍ତସ୍ୟ ଲୋପରେ ପିଲେ ଲୋପ ପାଇବ। ଅଲ ଅନ୍ତ୍ୟସ୍ୟ କହିବ ନାହିଁ, ସମ୍ପୂର୍ଣ୍ଣ ଜାଗାରେ ହବନି, କେବଳ ଉକାର ହିଁ ଲୋପ ହବ। ତାପରେ ପୁଣି ୟଣ ପ୍ରତିଷେଧ ବାଚ୍ୟ ପିଲେ କହିବ ନାହିଁ, ଉଅର ପିଲେ କଣ ହବନି?
ଲୋକ ହବ ଲୋକ ହବ ନାହିଁ ଏମିତି ହେଇକିରି ପିଲେ ମଧ୍ୱରୀ ହବ। ସେମିତି ଧାତ୍ର ଅଂଶରେ ମଧ୍ୟ ପିଲେ ଧାତ୍ର ଅଂଶରେ ପିଲେ କଣ ଥିଲା ଧାତୃ ପ୍ଲସ ଅଂଶ ହେଲା ଅଂଶ ଥିଲା ତ ଏଠି ବି ପିଲେ ରୁକାର ସ୍ଥାନରେ ପିଲେ କଣ ଆଦେଶ ପାଇଲା ର ର ପିଲେ ଇଏ ବି ସ୍ଥାନୀୟ ଅନ୍ତର ତମର ହିଁ ର ହେଲା ପିଲେ ର ହେଲା ପରେ ଏଇଠି ପିଲେ ରୂପ ହେଇଗଲା ଧାତ୍ର ଅଂଶ ଏଇ ଯୋଉ ରୂପଟା ପିଲେ ହେଇଗଲା ଅଲରେଡି ଏଇଠି ଏଇ ଜାଗାରେ ହେଇଗଲା। ଆଉ ତାପରେ ଯେତେବେଳେ ପୁଣି ଅନଚିତ ସୂତ୍ର ହିସାବରେ ପିଲେ ତର ବି ଦ୍ୱିତ୍ୱ ହେଇଯିବ ପିଲେ ଯେତେବେଳେ ତର ପିଲେ ଦ୍ୱିତ୍ୱ ହେଇଯିବ ହେଲା ତ ସେତେବେଳେ ପିଲେ ଡବଲ ତ ହେଇଯିବ ଡବଲ ତ ହେଲେ ରୂପ ହେଇଯିବ ପିଲେ କଣ ଏଇ ରୂପଟା ହବ ଆଉ ହେଲା ଧାତ୍ର ଅଂଶ ହଉ ବୁଝିହବ ଟି ଆଉ ଏଠି ବି ମଧ୍ୟ ଠିକ ସେ ହଁ ଏଠି ବି ଆଉଥରେ କୋଉଟା ସ୍ଥାନୀୟ ଅନ୍ତର ତମ ଯୋଉଟା ବୁଝଉଥିଲେ ଫାଷ୍ଟ ରୁ ଯୋଉଟା ସ୍ଥାନୀୟ ଅନ୍ତର ତମ କହୁଛି କି ଯେତେବେଳେ ତୁମ ପାଖରେ ସ୍ଥାନୀ ଥିବ ଆଦେଶ ଥିବ ହଁ ସେତେବେଳେ ତୁମେ ସ୍ଥାନୀ ଜାଗାରେ କୋଉ ଆଦେଶଟିକୁ କରିବ ଜାଣିବା ପାଇଁ ସେ କହିଲେ ସ୍ଥାନୀୟ ଅନ୍ତରତମ ତ ଦେଖିବ ଯିଏ ସବୁଠୁ ଅଧିକ ସାଦୃଶ୍ୟ ରଖୁଥିବ ସ୍ଥାନୀ ସ୍ଥାନରେ ହେଲା ବା ସ୍ଥାନୀ ସାଙ୍ଗରେ ତାକୁ ହିଁ ତୁମେ ଆଦେଶ କରିବ। ତ ସେଇ ହିସାବରେ ଏଥିଲେ ଯାହା ବି ରହୁଛି ଇ ଜାଗାରେ ଆମେ ଏଥିପାଇଁ କରୁଛେ କାହିଁକି ନା ଇ ଆଉ ଇର ପିଲେ କଣ ରହୁଛି ଅତ୍ୟନ୍ତ ସାଦୃଶ୍ୟ ରହୁଛି ମାନେ ସ୍ଥାନ ଦୃଷ୍ଟିରୁ ପିଲେ ସାର୍ ଝଲାଙ୍ଗ ଜସି ଟିକେ ବି ବୁଝେଇ ଦઉં ଝଲାମ ଜସ କହୁଛି କି ଝଲ ସ୍ଥାନରେ ଜସ ହବ ପରେ ଯଦି ଝସ ଥିବ ଠିକ ଅଛି ହେଲା ଝଲ ପ୍ରତ୍ୟାହାର ବର୍ଣ୍ଣ ସ୍ଥାନରେ ପିଲେ ଜସ ପ୍ରତ୍ୟାହାର ବର୍ଣ୍ଣ କରିବ ପରେ ଯଦି ପିଲେ କଣ ଥିବ ଝସ ପ୍ରତ୍ୟାହାର ବର୍ଣ୍ଣ ଥିବ ହେଲା ଏଗୁଡାକ ଏବେ ତମାନେ ପଢିଦେଲା ପିଲେ ତାପରେ ଯେତେ କ୍ଲାସ ସରିଲା ପରେ ପିଡିଏଫ ତମ ମାନଙ୍କ ପାଖରେ ଅଛି ଆଉ ଥରେ ତାକୁ ପୁରା ବଢିଆ ସେ ପଢିବ ପିଲେ ବୁଝିଲା ପଢିକି ତାକୁ ନିଜେ ନିଜେ ଲଗେଇବା ପାଇଁ ଚେଷ୍ଟା କରିବ ହେଲା କେମିତି ଏଠି ନିୟମ ପାଉଛି ତାହେଲେ ତମ ମାନେ ପୁରା ସ୍ପଷ୍ଟ ଭାବରେ ପିଲେ ବୁଝିଯିବ ଯଦି କୋଉଠି ଅବୁଝା ରହିଲା ପୁଣି ମତେ ପିଲେ ନେକ୍ସଟ କ୍ଲାସରେ ପଚାରିବ ହଁ ଆଉ ସେମିତି ଅନ୍ତିମ ପିଲେ ଲାକୃତି ହିଁ ତ ଲାକୃତିରେ ପିଲେ କଣ ହେଇଛି ଲୃ ପ୍ଲସ ଆକୃତି ଆକୃତି ତ ଏଠି ସେମିତି ବିଶେଷ କିଛି ନାହିଁ ପିଲେ ଏଠି ଖାଲି ପିଲେ ଲୃ ଜାଗାରେ କଣ ଆଦେଶ ହେଇଯିବ ଆରେ ଲ ଆଦେଶ ହେଇଯିବ ନା କାହିଁକି ନା ଲୃ ର ବି ପିଲେ ଉଚ୍ଚାରଣ ସ୍ଥାନ ହଉଛି ଦନ୍ତ ଲ ର ବି ଉଚ୍ଚାରଣ ସ୍ଥାନ ହଉଛି ପିଲେ ଦନ୍ତ ତ ସେଇ ହିସାବରେ ଲୃ ଜାଗାରେ ପିଲେ ଲ ଆଦେଶ ହେଇଯିବ ଲ ଆଦେଶ ରୂପ ପିଲେ କଣ ହେଇଯିବ ଲାକୃତି ତ ଏଠି ଆଉ ଏଗୁଡା ଏଠି ଆଉ ଅନଚିତ ସେଗୁଡା କିଛି ପାଇବନି ପିଲେ ଏଠି ଖାଲି ପିଲେ ତିନିଟା ସୂତ୍ରରେ କାମ ହେଇଯିବ ଶୁଦ୍ଧି ହୁଏ ଯୋଉ ଇକୟଣ ଅଛି ତସ୍ମିନ୍ ନିର୍ଦ୍ଦିଷ୍ଟ ପୂର୍ବସ୍ୟ ସ୍ଥାନୀୟ ଅନ୍ତରତମ ହେଲା ଏଠି ଆଉ ସଂୟୋଗାନ୍ତ ସେ ସ୍ଥାନୀର ଅର୍ଥଟା କଣ ହବ ସ୍ଥାନୀ ଯୋଉ କହିଥିଲି ସ୍ଥାନୀର ଅର୍ଥ କଣ ସ୍ଥାନୀ ମାନେ ହଉଛି ଯାହା ସ୍ଥାନରେ ହଉଛି ଯେମିତି ଲୃ ସ୍ଥାନରେ ଲ ହଉଛି ତାହେଲେ ଏଠି ଲୃ ହଉଛି ପିଲେ ସ୍ଥାନୀ ଲ ହଉଛି ପିଲେ କଣ ଆଦେଶ ଠିକ ଅଛି ଲୃ ହଉଛି ପିଲେ ସ୍ଥାନୀ ଲ ହଉଛି ପିଲେ ଆଦେଶ ସ୍ଥାନୀ ମାନେ ଯାହା ସ୍ଥାନରେ ହଉଛି ଭାଇନା ପ୍ରଣାମ ହୁଁ ଆମେ ଆମେ ଯେତିକ ୟଣ ସନ୍ଧିର ଯେତିକ ଶୁଦ୍ଧିପାସ୍ୟ ହଉ ଧାତ୍ରାଂଶ ହଉ କି ଲାକୃତି ୟଣ ହୁଁ ସନ୍ଧିରେ ସବୁ ମେନ୍ ଏକ୍ସାମ୍ପଲ ତ ହୁଁ ଆମେ ୟଣ ସନ୍ଧିରେ ଯେତିକ ଏକ୍ସାମ୍ପଲ ଦେଖିବା ସବୁ ଏଇ ପର୍ଟିକୁଲାର ଏଇ ସୂତ୍ର ଅନୁସାରେ ସିଦ୍ଧି ହବ କି ହଁ ସବୁ ଏଇ ସୂତ୍ର ଦ୍ଵାରା ଏଇ ସୂତ୍ର ସାହାଯ୍ୟରେ ହିଁ ସିଦ୍ଧି ହବ ଯେତେ ୟଣ ସନ୍ଧିର ଉଦାହରଣ ଆସିବ ତ ଆମେ ଯେତେ ୟଣ ସନ୍ଧିର ଯୋଉ ୟବରଲ ଯାହାବି ଯେତିକ ଆସୁଛୁ ତ ଏଇ ସୂତ୍ର ଅନୁସାରେ ଲାଷ୍ଟରେ ତାର ସିଦ୍ଧି ହଉଛି ମାନେ ତାର ରୂପ ପାଉଛି ଏଇ ସେତିକ ସୂତ୍ର ଅନୁସାରେ ଆମେ ଏଇଟା ହିଁ ବୁଝିବା ଏଇଟା ଯଦି ହିଁ ଆମକୁ କୋଶ୍ଚିନ୍ ଆସିବ ତ ହୁଁ କୋଶ୍ଚିନ୍ ଟା ୟଣ ସନ୍ଧି ଆମର ଆଜି ପଢା ହେଲା କଣ ତାହେଲେ ୟଣ ସନ୍ଧି ପଢା ହେଲା ୟଣ ସନ୍ଧିର ଆମକୁ ଏତିକ ସୂତ୍ରକୁ ମନେ ରଖିବା ପାଇଁ ହବ ହଁ ୟଣ ଯଦି ସନ୍ଧିରେ ତା ଭିତରେ ଏତିକି ସୂତ୍ରର ପ୍ରୋସେସକୁ ବି ମନେ ରଖିବାକୁ ପଡିବ ହଁ ଠିକ ଅଛି ଯଦି ତା ଭିତରେ କୋଶ୍ଚିନ୍ ଟା ଏମିତି ଆସିବ ଯୋଉ ଗୋଟେ ଦ୍ୱିତ୍ୱ ଅଛି ହଁ ଅନଚିଚ ସୂତ୍ରରେ ସେଇଥିରେ ଦ୍ୱିତ୍ୱ ହଉଛି ହୁଁ ତ ଆମକୁ କୋଶ୍ଚିନ୍ ଆସିଲା ଯେ କୋଉ ସୂତ୍ର ଅନୁସାରେ ଦ୍ୱିତୀୟ ହେଲା ତ ହଁ ସେଇ ଜାଗାରେ ଯଦି ସ୍ଥାନେ ଅନ୍ତରମ୍ କି ଅନଚିଚ ଝଲାମ ଝରି ଏଇ ସୂତ୍ର ଯାହା ବି ପଡିବ ଯୋଉଟା ଅପସନ ଆସିବ ଯଦି ଅନଚିତ ସୂତ୍ର ଅନୁସାରେ ହେଲା ମାନେ ଆମେ ସେଇଟା ହିଁ ମାରିବା ଏତିକ ହିଁ କୋଶ୍ଚିନ୍ ଏମିତି ଆସିବ ଠିକ ଯଦି କିଏ ଦ୍ୱିତୀୟ ପଚାରିଲା ଯେମିତି କି ପଚାରି ସୁଧ ଶୁଦ୍ଧି ଉପାସ୍ୟ ଇତ୍ୟତ୍ର ଧକାରସ୍ୟ ଦ୍ୱିତ୍ୱମ୍ କେନ ସୂତ୍ରେଣ ତ ଆମେ ଲେଖିବା ଅନଚିଚ ଠିକ ଅଛି ଆଜ୍ଞା ଭାଇନା ଆଉଥରେ ସେ ପିଡିଏଫ ଟା ଟିକେ ସେୟାର କରିଦେବେ ମୁଁ ପଛରେ ଜଏନ ହେଲି ହଁ ହଁ ମୁଁ ପଠେଇଦେବି ହେଲା ଆଜ୍ଞା ଠିକ ଅଛି
बुझीगला पिले तो एमती हेकरी पिले यण संधि पिले हम माने भलसे शिखिले यण संधि पिले एमती होची एतिकी सूत्र पिले लागिकरी यण संधि सब पिले सिद्धि हेइथाय तो तुमको जो जो जगह रे मध्य यण संधि आसीबो तुमे ताकू पिले अप्लाई करि परिबो पिले हैला तो बाकी एठी किछि अभ्यास देजी पिले संधि विच्छेद करिवो संधि करिवो ठीक अछि तो एगुडा तुम माने पिले प्रैक्टिस पय मध्य करि परिबो पिले हैला तापर सेतरु काम माने काली की पिले पढिबा एचो अयबायाबह ये होची पिले को संधि अयादि संधि अयादि संधि पिले अयादि संधि हैला तो संधि गुडा को पिले थरे शास्त्रीय हिसाब रे पढितले ना पिले तुमको संधि रे किछि संदेह रहइबनी पिले ठीक अछि कोन से जगह संदेह रहइबनी तुम जे कोन से प्रकार प्रश्न आसले भी करि परियो पिले ठीक अछि बाकी एवडा का तुम सर मन ମୁଁ पिले ଗୋଟେ ପ୍ରଶ୍ନ ठीक है ଥିଲା ସପ୍ତମୀ ବିଭକ୍ତ ଅନ୍ତର କେମିତି କହିବେ सप्तमी ସପ୍ତମୀ ବିଭକ୍ତ ଅନ୍ତର ଯୋଉ ହେଇଥିଲା ସେଠି ପ୍ରଥମେ କେତେବେଳେ ଆମେ ପଢୁଥିଲେ ତ हाँ सप्तम विभक्ति अंत माने सब सूत्र गुडाक अछि ना पिले सूत्र रे केत सारा पद अछन पिले हां ता भि से गुडाक पाखे सब लेखा अछि ना पिले विभक्ति गुडाक जेमति पिले से जो इको यण अछि एकटा केମିତି सप्तमी विभक्त अंतर ହେଲା ଟିକେ ସେଟା ମୁଁ ଜାଣିବାକୁ ଚାହୁଁଛି हाँ ई के सप्तम विभक्ति नै अछि होछि सप्तम विभक्ति मो लेखि देछि मध्य प्रत्येक सूत्र रे पिले मु फास्ट लेखिथि पदच्छेद करि पिले पदच्छेद र मान होछि एई सूत्र रे पिले जतेकिटा पद अछि आ को विभक्ति रे अछन जेमति कि तीनटा पद अछि पिले इकह पाखे लेखा अछि पिले षष्ठी विभक्ति एक वचन हाँ यण ये अछि पिले प्रथमा एक वचन तापरे अछि ये अछि पिले को वचन सप्तमी एक वचन एकवचन तो ठीक अछि ए हिसाब रे तुम सूत्र रे को पदटा को विभक्ति रे अछि तुम से जानि परिबो है ना आज्ञा आज्ञा हाँ मु प्रत्येक सूत्र रे एमति लिखिछि पिले ठीक अछि आरंभ रे पदच्छेद लेखा आइछि ଭାଇନା ଟେ ସନ୍ଧିର ଫାଷ୍ଟ ରୁ ଯୋଉ ଶୋକଟା ଥିଲା ଟିକେ ବୁଝେଇଦେବେ ଆଉ ଥରେ ଟିକେ हाँ से कहूँ ना संहिता एक पदे नित्या जेते तुम एक पद करूछ दीटा पद को मिसई करी गोटे पद करूछ एक पद पिले बहुत जगह करा जाए एक पद हम माने जेते बेले कौन सी शब्दर रूप बनउछ सेते भी एक पद करिथाउ पिले प्रकृति और प्रत्यय को मिसई करी बुझी होची तो सी भी गोटे प्रकार एक पद हो गला अथवा तुम मतलब समास भी करूछ सी भी गोटे प्रकार एक पद हो जिवो किंतु समास तो पुनी पर देइछि से हैला तो सेति पे एक पदर माने तुम एटे या बुझिबो एक पदर माने होची पिले कोन कौन सी शब्द रूप कला बेले जेमति कि आमे मनकर राम शब्दर पिले तृतीय व्यक्ति एक वचन करूछे तृतीय व्यक्ति एक वचन पिले प्रत्यय कोन ता बोली तुम जानिथिबो माने रामायण रूप हेଥାଏ प्रत्यय होची पिले ता प्रत्यय ना सु औजस अमौटुसस ता ता पिले हां तापरे पिले ता जगह रे पिले ना इन आदेश हेଥାଏ पिले तो एठी ना तमे राम आ इन एमते अलग अलग लिखि परिबो नाही तुमको एठी संधि करबा को ही पड़िबो आ जते संधि करबो ई रूप पिले कोन हे जिवो रामेण ताले ये होची एक पद पिले ताले एई एक पद समय रे तुमको संधि करबा को ही बाध्य तुम बिना संधि लिखि परिबो नाही हला तो संहिता एक पदे नित्या नित्या धातु उपसर्गयो हो जते बेले धातु आ उपसर्ग को लिखुच सेते बेले भी तुमको संधि करबा को ही बाध्य करबा को ही पड़िबो जेते तुम पिले कौन सी धातु उपसर्ग लिखुच मन कर पिले प्र हाँ प्लस पिले कौन किसी भी मन कर कौन पिले प्र प्लस रुच्छति मन कर पिले रुच्छति गोटे क्रियापद पिले तो तुम्हें प्र आ रुच्छति को अलग अलग लिखि परिबो नाही तुमको संधि करबा को ही पिले पड़िबो आ तुमको पिले कौन लिखिया पड़िबो प्रारच्छति बुझौछि तले संहिता एक पदे नित्या तापर कोन पिले नित्या धातु उपसर्गयो हो आउ पिले कोन नित्या समासे समास रे मध्ये तुमको करबा को ही बाध्य तो समास रे मध्ये बिना संधि लिखि परिबो नाही जेमति शुद्धि प्लस उपास्य ये होछि पिले समास माने शुद्धि प्लस उपास्य पिले कोन समास पिले शुद्धि भी उपास्य शुद्धि उपास्य तले तुम एठी शुद्धि उपास्य को पिले छाडी के लिखि परिबोनी तुम एठी कोन करबा पड़े संधि करबा को ही पड़िबो पिले शुद्धि उपास्य लिखिबा को ही पड़िबो केवल एई तीनोटी जगह संधि पिले नित्य होइथाय आ वाक्य रे जे तुम कोन सी वाक्य लिखुछ सेठी पिले कोन से कहूची सा विवक्षाम अपेक्षते तो सेटा तुम ऊपर निर्भर करे तुम चाहिले करिवो न हल नै जहां जते तुम माने कोन सी वाक्य मन को लिखुछ पिले ठीक अछि किछि वाक्य मन कर को पिले रामः ठीक अछि विद्यालयम गच्छति विद्यालयम गच्छति
ତ ଦେଖିବ ତମକୁ ପ୍ରାୟ ଜାଗାରେ ପିଲା ସାର୍ ମାନେ ଏମିତି ବି କହୁଥିବେ ଏଠି ବିଦ୍ୟାଳୟ ମୂଳେ ତ ମ ହଳାନ୍ତ ଅଛି, ପରେ ତ ଗ ଅଛି ବ୍ୟଞ୍ଜନ ବର୍ଣ୍ଣ, ତୁମେ ଏଠି ମ ହଳାନ୍ତ କାହିଁକି ଦେଲ? ଏମିତି କୁହନ୍ତି ନା ନାଇଁ? ଅନୁସାରେ ଲେଖିବା କଥା, ବୁଝିପାରୁଛି ନା ନାଇଁ? ଆରେ ଏଠି ମ ହଳାନ୍ତର ପିଲା କଣ ହେଇଯିବ? ଅନୁସାରେ ହେଇଯିବା କଥା ସନ୍ଧି ହିସାବରେ ନା ନାଇଁ? ତ ଏଠି ଅନୁସାରେ କାହିଁକି ଦେଲାନି? ତ ତୁମେ କହିବ ଆମର ଇଚ୍ଛା, ଆମେ ଆମ ଇଚ୍ଛା ହେଲେ ଦବୁ ନହେଲେ ନାହିଁ। କାହିଁକି ନା ସା ବିବକ୍ଷାମ ଅପେକ୍ଷତେ ହେଲା। କାହିଁକି ନା ଆମର ଗୋଟେ ଇଚ୍ଛା ହେଲେ ଆମେ ମୋର କାଟିକି ଏଠି ଅନୁସାରେ ଦବୁ, କି ଆମର ଯଦି ଇଚ୍ଛା ନାହିଁ ଆମେ ଦବୁନି, ଆମେ ମହଳାନ୍ତ ହିଁ ଲେଖିବୁ। କାହିଁକି ନା ବାକ୍ୟରେ ପିଲେ ସନ୍ଧି କଣ ନୁହଁ? ନିତ୍ୟ ନିତ୍ୟ ନୁହଁ। ନିତ୍ୟ ନୁହେଁ ପିଲେ, ବୁଝେ ନା? ତାହେଲେ ବାକ୍ୟରେ ତ ତ୍ରୁଟି ହେଇଯାଇପାରେ ଯଦି ଆମେ ଯଦି ତ୍ରୁଟି କଣ ପାଇଁ ହବ? ଯଦି ତ ନ ହଳ ହଁ, ତ ତ୍ରୁଟି ଯଦି ନ ତମକୁ ହଳ ଯଦି ତୁମକୁ ଇଚ୍ଛା ହେଲେ କରିବ ନହେଲେ ନାହିଁ। ସନ୍ଧି ତ ନିତ୍ୟ ନୁହଁ ନା ବାକ୍ୟରେ, ତ୍ରୁଟି କଣ ପାଇଁ ହବ? ତ୍ରୁଟି ନୁହଁ, ଠିକ ହିଁ। ସାର୍ ଯୋଉ ଆମର ହ୍ୟାଲୋ ହୁଁ ସାର୍ ଯୋଉ ମଧୁରୀ ଆଉ ଯୋଉ ଶୁଦ୍ଧି ଉପାସ୍ୟରେ ଯେମିତି ଦିଟା ଲୋକ ଗୋଟେ ଥରେ ଦ ଧ ମିଶିଲା ଗୋଟେ ଥରେ ୟ ମିଶିଲା, ସେମିତି ମାନେ ସାର୍ ଯେମିତି ପ୍ରତ୍ୟୁବାଚ ହଉଛି, ତାର ବି ସେମିତି କଣ ଦିଟା ଲେଖା ରୂପ ହବ ନା ଗୋଟିଏ ଲେଖା? ପ୍ରତ୍ୟୁବାଚ ତ ପ୍ରତ୍ୟୁବାଚରେ ବି ସବୁବେଳେ ଦିଟା ହେଇପାରିବ। ଆଜ୍ଞା ପ୍ରତ୍ୟୁବାଚରେ ଦେଖ ଗୋଟେ ଏମିତି ଲେଖିବ ପ୍ରତ୍ୟୁବାଚ, ଗୋଟିଏ ତ ରହିବ, ଆଉ ଗୋଟେ ଦିଟା ତ ବି ହେଇପାରିବ। ପ୍ରତ୍ୟୁବାଚ ବୁଝିପାରୁଛି? ତର ଏଠି ଦ୍ୱିତୀୟ ବି କରିପାରିବ ହେଲା। ତ ଗୋଟି ଦ୍ୱିତୀୟ ମଧ୍ୟ କରିକି ଡବଲ ତ ବି ଲେଖିପାରିବ। ବୁଝିହବଟି? ଆଜ୍ଞା ସାର୍। ହେଲା ଆରେ ସନ୍ଧିରେ ପିଲେ ବହୁତ ଜିନିଷ ଜାଣିବା ଯୋଉଟାକୁ ଆମମାନେ କେବେ ପ୍ରୟୋଗ କରୁନୁ। ଠିକ ଅଛି, ବହୁତ ସାରା ଜିନିଷ ପିଲେ ସନ୍ଧିରେ ତମମାନେ ଶିଖିପାରିବ ହେଲା। ତମମାନେ ସମସ୍ତେ ଜାଣିଥିବ ପିଲେ ଆମମାନେ କକ୍ଷକୁ ଏମିତି ହିଁ ଲେଖୁ ପିଲେ, କକ୍ଷା। ଆରେ କକ୍ଷା ଏମିତି ଲେଖା ହୁଏ ନା ନାଇଁ? ଆଜ୍ଞା ହଁ, ତ କକ୍ଷକୁ ପିଲେ ଏମିତି ବି ଲେଖା ଯାଇପାରିବ। ଇଏ ବି ଠିକ ଜାଣିଛ ପିଲେ, ଯେତେବେଳେ ଆମେ ସନ୍ଧି ପଢିବା ତମମାନେ ଜାଣିବ ପିଲେ ଏଗୁଡାକ ସବୁ ହେଲା। କ ଖ ମୂର୍ଧନ୍ୟ ଷରେ ଆକାର ପିଲେ କକ୍ଷା, ଇଏ ବି ଲେଖା ଯାଇପାରିବ ହେଲା। ତ ସେଥିପାଇଁ ସନ୍ଧି ଦ୍ଵାରା ପିଲେ ବହୁତ ଜିନିଷ ବାହାରିଥାଏ ପିଲେ, ଠିକ ଅଛି। ସନ୍ଧି ଦ୍ଵାରା ବହୁତ ଜିନିଷ କରିହୁଏ, କିନ୍ତୁ ଆମମାନେ ବହୁତ କ୍ୱଚିତ ପ୍ରୟୋଗ ପିଲେ କରିଥାଉ। ହଉ ଠିକ ଅଛି, ଆମମାନେ ପୁଣି ନେକ୍ସଟ କାଲିକି ପିଲେ ପଢିବା କୋଉଠୁ? ଏଚ ଅୟବାୟାବହ ଏତିକି ସୂତ୍ରକୁ ଦେଖିବ ଆଜି ଭଲସେ ପିଲେ, ଠିକ ଅଛି। ଯଦି କଣ ଡାଉଟ ରହିଲା କଣ ରହିଲା ପଚାରିବ, ଠିକ ଅଛି। ସାର୍ ହୁଁ ସାର୍ ପ୍ରତ୍ୟୟ ସାତ ପୂର୍ବ ସେଇ ସୂତ୍ରଟା ଏଥିରେ ନାହିଁ। କଣ ଝିଅ? ପ୍ରତ୍ୟୟ ସାତ ପୂର୍ବସ୍ୟ ଏ ସୂତ୍ରଟା ଏଥିରେ ନାହିଁ ସାର୍। ପ୍ରତ୍ୟୟ ସାତ କାତ ପୂର୍ବସ୍ୟ ସେଟା ପରେ ଆସିବ, ଏଠି ନାହିଁ ହେଲା, ଆଗକୁ ଆସିବ। ପ୍ରତ୍ୟୟ ସାତ କାତ ପୂର୍ବସ୍ୟ ଯୋଉ ଅଛି ନା, ସେଇଟା ଆସିବ ଯାଇକି କୋଉଥିରେ ପିଲେ? ପ୍ରତ୍ୟୟ ସାତ କାତ ପୂର୍ବସ୍ୟ ଇଦାପ୍ୟ ସୁପହ, ଏ ସୂତ୍ର ଯାଇକି ସ୍ତ୍ରୀ ପ୍ରତ୍ୟୟରେ ଆସିବ ଝିଅ। ଏବେ କୋଉଟା ଆସିବ ହେଲା? ତ ସ୍ତ୍ରୀ ପ୍ରତ୍ୟୟ ସୂତ୍ର ଏଠି କଣ ପାଇଁ ଆସିବ ସନ୍ଧିରେ? ହଉ ପିଲେ ଠିକ ଅଛି, ପୁଣି ଆମେ ନେକ୍ସଟ ପିରିୟଡ ଦେଖିବା ଏଇ ଚୟବାୟବରୁ ହେଲା। ଆଜ୍ଞା ସାର୍ ପ୍ରଣାମ। ହଁ ପିଲେ, ଆଜ୍ଞା। ସାର୍ ପ୍ରଣାମ। ହଁ ପିଲେ। ପ୍ରଣାମ ସାର୍।